ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଆଗାମୀ ସିଟି ପରୀକ୍ଷା ଯୋଉଟାକି ଡିଏଲଏଡି ଏଣ୍ଟ୍ରାନ୍ସ କୁହାଯାଏ 2026 ରେ ଆପଣ ଯଦି ଦେବାକୁ ଯାଉଛନ୍ତି এই ଭିଡିଓଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ এই ଭିଡିଓରେ ମୁଁ କ୍ଲାଇମେଟ ଆଣ୍ଡ ଏଟମୋସ୍ଫିୟର ଯାହାକି ବାୟୁମଣ୍ଡଳ ଏବଂ ଯୋଉ ଭାରତର ଜଳବାୟୁ କୁହାଯାଏ ତାପରେ 30ଟି ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ଡିସ୍କସନ କରିବେ। ଟୋଟାଲ 30ଟି ଏମସିକ୍ୟୁ ଡିସ୍କସନ ଭିତରେ ଆପଣଙ୍କ ଟୋଟାଲ ଟପିକଟା କଭର ହେଇପାରିବ। ତେଣୁ ଆପଣଙ୍କୁ ଆଉ କିଛି ଅଲଗା ଭିଡିଓ ଦେଖିବା ଦରକାର ନାହିଁ ଥିଓରି ପାଇଁ। ତେଣୁ ଭିଡିଓ ଫୁଲ ଦେଖନ୍ତୁ। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଲା ଇନଫରମେଟିଭ ଲାଗିଲା ଭିଡିଓ ଗୋଟେ ଲାଇକ୍ କରିଦେବେ। ଆଉ ଯଦି ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଛନ୍ତି ଭିଡିଓଟି ଦେଖୁଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ବେଲ୍ ଆଇକନଟିକୁ ଅଲ ରେ ସେଟ୍ କରିଦେବେ। ଯାହା ଫଳରେ ଯେତେବେଳେ ମୁଁ ଭିଡିଓ ଅପଲୋଡ କରୁଛି ଆପଣଙ୍କ ପାଖକୁ ନୋଟିଫିକେସନ ଯାଇପାରିବ। ଆଉ ଭିଡିଓଟି କେମିତି ଲାଗିଲା ମତେ କମେଣ୍ଟ ସେକ୍ସନରେ ଟିକେ ଜଣେଇଦେବେ। ତେଣୁ ଯିବା କ୍ୱେଶ୍ଚନ କଣ ଅଛି ଦେଖିବା। ପ୍ରଥମ କ୍ୱେଶ୍ଚନଟି ଅଛି କଣ which layer of the atmosphere contains the ozone layer that protects us from harmful UV rays ବା ବାୟୁମଣ୍ଡଳରେ କେଉଁ ସ୍ତରରେ ଓଜୋନ ସ୍ତର ରହିଛି ଯାହା ଆମକୁ କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ରକ୍ଷା କରିଥାଏ। ଅପସନ ଗୁଡ଼ିକ କଣ ଅଛି ଟ୍ରୋପୋସ୍ଫିୟର, ଷ୍ଟ୍ରାଟୋସ୍ଫିୟର, ମେସୋସ୍ଫିୟର ଆଉ ଅଛି ଥର୍ମୋସ୍ଫିୟର ହେଲା। ତେଣୁ କୋଉ ଆମର ଲେୟାରରେ ଓଜୋନ ଯୋଉ ଆମର କୁହାଯାଏ ଲେୟାରଟା ଯେଟା ପ୍ରୋଟେକ୍ଟ କରୁଛି ୟୁଭି ରେ ରୁ ସଠିକ ଉତ୍ତରଟି ହେବ ଅପସନ ନମ୍ବର ବି ଯେଟା କି ଷ୍ଟ୍ରାଟୋସ୍ଫିୟର। ତ ମନେ ରଖିଥିବେ ଓଜୋନ ଲେୟାରଟା କୋଉ ଆମର ଲେୟାରରେ ରହିଛି ଷ୍ଟ୍ରାଟୋସ୍ଫିୟର ରେ ରହିଛି। ଆଉ ଓଜୋନ ଲେୟାର ର ବେଳେ ବେଳେ ପଚାରିଥାଏ ତାର ସଂକେତ କଣ ନା O3 ବା ଅକ୍ସିଜେନ ସେଟା ତିଆରି ହେଇଥାଏ ଯୋଉଟା କଣ କରିଥାଏ ନା এবଜର୍ଭ କରିଥାଏ ଆମର ଅଲ୍ଟ୍ରା ଭାଇଲେଟ ରେଡିଏସନ ଯୋଉଟା କି ଆମର ସୂର୍ଯ୍ୟରୁ ଆସିଥାଏ ହେଲା। ବାକି ଟ୍ରୋପୋସ୍ଫିୟର ହଉଛି କଣ ସେଟା ହଉଛି ସବୁଠାରୁ ଲୋଏଷ୍ଟ ଲେୟାର ବା ଆମର ତଳେ ଯୋଉ ଲେୟାର ମଧ୍ୟରୁ ସବୁଠୁ ତଳେ କୋଉଟା ଅଛି ନା ଟ୍ରୋପୋସ୍ଫିୟର ରହିଛି। ଯୋଉଥିରେ କଣ ୱେଦର ଅକର ହୁଏ ମାନେ ଯେତେ ସବୁ ଆମର ଜଳ ବାଷ୍ପ ଆମର ପାଣିପାଗ ହଉ ଜଳବାୟୁ ହଉ ଚେଞ୍ଜେସ ହୁଏ କୋଉଠି ନା ଟ୍ରୋପୋସ୍ଫିୟର ହେଇଥାଏ। ବାକି ରହିଲା ଯୋଉ ମେଜୋସ୍ଫିୟର ହଉଛି ସବୁ କଣ ନା କୋଲ୍ଡେଷ୍ଟ ଲେୟାର ମାନେ ଯଦି ଆମର ଲେୟାର ଭିତରେ ଯଦି ଦେଖିବା ଟ୍ରୋପୋସ୍ଫିୟର, ମେସୋସ୍ଫିୟର, ଷ୍ଟ୍ରାଟୋସ୍ଫିୟର, ଥର୍ମୋସ୍ଫିୟର ସବୁଠାରୁ ଥଣ୍ଡା କହିବାକୁ ଗଲେ କୋଉଟା ନା ମେଜୋସ୍ଫିୟର ଯୋଉଟା ରହିଛି ମେସୋସ୍ଫିୟର ଯୋଉଟା ସବୁଠାରୁ ଥଣ୍ଡା ଲେୟାର ଯୋଉଠି ଆମର କଣ ମେଟରେଟ୍ସ ବର୍ନ ହୁଏ ମାନେ ଯୋଉ ଆମର ଗ୍ରହାଣୁ ପୁଞ୍ଜ ବା ଆମର ଯୋଉ ମେଟେରିଆଲ ଗୁଡାକ ରହିଛି ପୃଥିବୀ ପୃଷ୍ଠକୁ ଯେତେବେଳେ ପୃଥିବୀର ଗ୍ରାଭିଟେସନାଲ ଫୋର୍ସ ବା ଆମର ଯୋଉ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଯେତେବେଳେ ପୃଥିବୀ ତାକୁ ଟାଣି ଆଣେ ସେତେବେଳେ କଣ ହୁଏ ଏଇ ଯୋଉ ମେଜୋସ୍ଫିୟରରେ ସେ ସବୁ ମେଟେରିଆଲ୍ସ ଗୁଡାକ ଜଳି ଯାଇଥାନ୍ତି ହେଲା ତାପରେ ନଷ୍ଟ ହେଇଯାଆନ୍ତି ବା ପୃଥିବୀ ପୃଷ୍ଠରେ ଖସି ପଡନ୍ତି। ଆଉ ରହିଲା ଯୋଉ ଥର୍ମୋସ୍ଫିୟର ସେଠି କଣ ହୁଏ ନା ସେଇ ଯୋଉ ଥର୍ମୋସ୍ଫିୟରରେ ଆୟୋନୋସ୍ଫିୟର ହୋଇଥାଏ ଯାହା ଫଳରେ କି ସେଟା ବହୁତ ଗରମ ଲେୟାରଟା ହେଇଥାଏ। ଆଉ ଯେତେ ପ୍ରକାର ବେତାର ଯନ୍ତ୍ର ବା ଆମର ରେଡିଓ ଯୋଉ ବ୍ୟବହାର କରୁଛନ୍ତି ତାର ବେତାର ଯନ୍ତ୍ର ପାଇଁ ସେଟା ବହୁତ ଇମ୍ପୋର୍ଟାଣ୍ଟ ଲେୟାରଟା ହେଇଥାଏ। ପରବର୍ତ୍ତୀ ପ୍ରଶ୍ନଟି କଣ ଅଛି which gas is most abundant in the earth atmosphere ବା ପୃଥିବୀର ବାୟୁମଣ୍ଡଳରେ କୋଉ ଗ୍ୟାସ ସବୁଠାରୁ ଅଧିକ ପରିମାଣରେ ଅଛି। ଅପସନ ଗୁଡ଼ିକ କଣ ଅଛି ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ, ଆର୍ଗନ ହେଲା। ତେଣୁ ଆମ ଯୋଉ ପୃଥିବୀର ଯେତେ ପ୍ରକାର ଗ୍ୟାସ ରହିଛି ସବୁଠୁ ଅଧିକ କୋଉ ଗ୍ୟାସଟା ମିଳିଥାଏ ନା ଅପସନ ନମ୍ବର ବି ଯାହାକି ନାଇଟ୍ରୋଜେନ ହେଲା। ନାଇଟ୍ରୋଜେନ ଯଦି କ୍ୱେଶ୍ଚନ ପଚାରେ ନାଇଟ୍ରୋଜେନ ଆମର ପୃଥିବୀ ପୃଷ୍ଠରେ କେତେ ପରିମାଣରେ ଅଛି ନା ଟୋଟାଲ ଯଦି 100 ହୁଏ ତା ଭିତରୁ 78% କେତେ ଅଛି ନାଇଟ୍ରୋଜେନ ଅଛି। ଆଉ ତାପରେ ଅଛି ଅକ୍ସିଜେନ ଯୋଉଟା କି 21% ଅଛି। ନେକ୍ସଟ ଆସିବ କଣ ଆର୍ଗନ ଆଉ ଅଲଗା ଗ୍ୟାସ ମିଶି ଆମର କଣ ହୁଏ 93 ଆଉ କାର୍ବନ ଡାଇଅକ୍ସାଇଡ ଯଦି ପଚାରେ କେତେ ହେବ 0.04%। ଏଟା ଇମ୍ପୋର୍ଟାଣ୍ଟ ଅଛି ଟିକେ ଦେଖିଥିବେ କାର୍ବନ ଡାଇଅକ୍ସାଇଡ ପରିମାଣ କେତେ 0.04% ଟୋଟାଲ ଆମର ଯଦି 100% ହୁଏ ଆମର ଟୋଟାଲ ଗ୍ୟାସ। ପରବର୍ତ୍ତୀ ପ୍ରଶ୍ନ ଅଛି which layer of the atmosphere do almost all weather phenomena takes place ମାନେ ବାୟୁମଣ୍ଡଳର କୋଉ ସ୍ତରରେ ପ୍ରାୟ ସମସ୍ତ ପାଣିପାଗ ସମ୍ବନ୍ଧୀୟ ଘଟଣା ଘଟିଥାଏ। ଅପସନ ଗୁଡିକ ଅଛି କଣ ଷ୍ଟ୍ରାଟୋସ୍ଫିୟର, ଏକ୍ସୋସ୍ଫିୟର, ଟ୍ରୋପୋସ୍ଫିୟର, ଆୟୋନୋସ୍ଫିୟର ହେଲା। ତେଣୁ ଏହାର ସଠିକ ଉତ୍ତରଟି କଣ ହବ ନା ଟ୍ରୋପୋସ୍ଫିୟର। କହିକି ଆସିଥିଲି ଫାର୍ଷ୍ଟ କ୍ୱେଶ୍ଚନରେ ଡିସ୍କସନ କରିଥିଲି ଯେ ଆମର ଯେତେ ପ୍ରକାର ଜଳବାୟୁ ପାଣିପାଗ ଆପଣ ମେଘ ପାଗ ଦେଖନ୍ତୁ ଖରା ହୁଅନ୍ତୁ ଗରମ ଲାଗୁଛି ହେଲା ଶୀତ ଋତୁ ହଉ ସବୁଠାରୁ ମାନେ କ୍ଲାଇମେଟ ଚେଞ୍ଜ ହୁଏ କୋଉଠି ନା ସେ ଯୋଉ ସବୁଠାରୁ ତଳ ସ୍ପିୟର ଯୋଉଟା କି ଆମେ କଣ କହିଥାଉ ଟ୍ରୋପୋସ୍ଫିୟର କହିଥାଉ ହେଲା ସେଇଟା ସବୁଠୁ ଅଧିକା ହେଇଥାଏ। ଦ ଟ୍ରୋପୋସ୍ଫିୟର ଇଜ ଦ ଲୋଏଷ୍ଟ ଲେୟାର କଣ୍ଟେନିଂ 75% ଅଫ ଦ ଆଟମୋସ୍ଫିୟର ମାସ ଟୋଟାଲ ଆଟମୋସ୍ଫିୟର 75% ଆମର କେବଳ ଟ୍ରୋପୋସ୍ଫିୟର ରହିଛି ଏଣ୍ଡ ଅଲମୋଷ୍ଟ ଅଲ ୱାଟର ଭେପର ଯେମିତି କି ଆମ ଜଳୀୟ ବାଷ୍ପ କହୁଛନ୍ତି ହେଲା ସବୁଠୁ ଆମର କ୍ଲାଉଡ ହଉ ରେନ ହଉ ସବୁଠୁ ଆମର ଟ୍ରୋପୋସ୍ଫିୟର ହିଁ ହେଇଥାଏ। ଆଉ ଏକ୍ସୋସ୍ଫିୟର ଯୋଉଟା କି ରହିଛି ଇଜ ଦ ଆଉଟର ମୋଷ୍ଟ ବାଉଣ୍ଡ୍ରି। ଆଉ ଯୋଉ ଏକ୍ସୋସ୍ଫିୟର ଟା ରହିଲା ସେ ହଉଛି କଣ ନା ଆମର ସବୁଠାରୁ ଆମର ଯଦି କହିବା ଆଟମୋସ୍ଫିୟର ସବୁଠୁ ବାହାରେ ରହିଛି କଣ କୋଉ ଲେୟାର ଟା ନା ହଉଛି ଏକ୍ସୋସ୍ଫିୟର ଟା ରହିଥାଏ। ଆଉ ଆୟୋନୋସ୍ଫିୟର ଯୋଉଟା କି କଣ କରିଥାଏ ରେଡିଓ ୱେଭ ଯୋଉଟା କି ଆମର ରେଡିଓ ହଉ ବା ଟେଲିଭିଜନ ସାଟେଲାଇଟ କମ୍ୟୁନିକେସନ ପାଇଁ ଆମର ବ୍ୟବହାର ହୋଇଥାଏ କୋଉ ଲେୟାର ପାଇଁ ସେଟା ଆମେ କରିପାରୁଛୁ ନା ହଉଛି ଆୟୋନୋସ୍ଫିୟର ହେଲା ମନେ ରଖିଥିବେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା କଣ ଅଛି ହ୍ୱାଟ ଇନଷ୍ଟ୍ରୁମେଣ୍ଟ ଇଜ ୟୁଜ ଟୁ ମେଜର ଆଟମୋସ୍ଫିୟର ପ୍ରେସର ବାୟୁମଣ୍ଡଳୀୟ ଚାପ ମାପିବା ପାଇଁ କୋଉ ଯନ୍ତ୍ର ଆମେ ବ୍ୟବହାର କରିଥାଉ। ଅପସନ କଣ ଅଛି ଥର୍ମୋମିଟର, ବାରୋମିଟର, ହାଇଗ୍ରୋମିଟର ଆଉ ହଉଛି ଏନିମୋମିଟର। ତେଣୁ ସଠିକ ଉତ୍ତର କଣ ହବ ଆମେ ଆଟମୋସ୍ଫିୟର ଯୋଉ ପ୍ରେସର ଅଛି ତାକୁ ମାପିବା ପାଇଁ କୋଉ ଯନ୍ତ୍ର ବ୍ୟବହାର କରିଥାଉ ଅପସନ ନମ୍ବର ବି ଯାହାକି ବାରୋମିଟର। ବାରୋମିଟର ଆମେ ବ୍ୟବହାର କରିଥାଉ ଆଟମୋସ୍ଫିୟର ଯୋଉ ପ୍ରେସର ଗୁଡାକ ଅଛି ତାକୁ ମାପିବା ପାଇଁ। ବାକି ରହିଲା ଯୋଉ ଥର୍ମୋମିଟର ତାକୁ ଆମେ ଟେମ୍ପରେଚର ମାପିବା ପାଇଁ ବ୍ୟବହାର କରିଥାଉ।
ହେଲା। ତାପରେ ରହିଲା ହାଇଗ୍ରୋମିଟର, ଯୋଉଟା କି ଆମେ କଣ କରିବା ପାଇଁ ନା ଯୋଉ ହ୍ୟୁମିଡିଟି ଆଉ ବା ଜଳୀୟ ବାଷ୍ପ ଯାହାକୁ କୁହାଯାଏ, ବାୟୁମଣ୍ଡଳ ଜଳୀୟ ବାଷ୍ପ ମାପିବା ପାଇଁ ଆମେ ହାଇଗ୍ରୋମିଟର ବ୍ୟବହାର କରିଥାଉ। ନେକ୍ସଟ ରହିଲା ଏନିଓମିଟର, ତାକୁ ଆମେ ସ୍ପିଡ ମାପିବା ପାଇଁ, ଯେମିତି ଆପଣ ଦେଖିଥିବେ ଗାଡିରେ, ବାଇକରେ, କାରରେ ସବୁଥିରେ ଲାଗିଥାଏ, ଯେମିତି କି ସ୍ପିଡ ମାପିବା ପାଇଁ କେତେ ସ୍ପିଡ କଣ ଯାଉଛନ୍ତି ତା ପାଇଁ ଆମେ ଏନିଓମିଟର ବ୍ୟବହାର କରିଥାଉ। ଇମ୍ପୋର୍ଟାଣ୍ଟ ହଉଛି କଣ ନା ହାଇଗ୍ରୋମିଟର ଟା ମନେ ରଖିବେ, ବେଳେ ପଚାରେ ଆମର ଯୋଉ ଆଟମୋସ୍ଫିୟର ହ୍ୟୁମିଡିଟି ମାପିବା ପାଇଁ ଆମେ କୋଉ ଯନ୍ତ୍ର ବ୍ୟବହାର କରିଥାଉ, ତା ହଉଛି ହାଇଗ୍ରୋମିଟର। ପରବର୍ତ୍ତୀ ପ୍ରଶ୍ନ ଅଛି, ଗ୍ରୀନ ହାଉସ ପ୍ରଭାବ ବା ସବୁଜ ଗୃହ ଯୋଉଟା ତାର ମୁଖ୍ୟ କାରଣ କଣ? ହ୍ୱାଟ ଇଜ ଦ ପ୍ରାଇମେରୀ କଜ ଅଫ ଗ୍ରୀନ ହାଉସ ଇଫେକ୍ଟ? ଅପସନ ରେ କଣ ଦେଇଛି, ଗ୍ୟାସ ଦ୍ୱାରା ସୌର ବିକିରଣର ଆବଦ୍ଧ ହେବା ଯୋଗୁଁ ହୋଇଥାଏ, ନା ହଉଛି ଓଜୋନ ସ୍ତରର କ୍ଷୟ ଯୋଗୁଁ ହୋଇଥାଏ, ନା ହଉଛି ଅମ୍ଳ ବର୍ଷା ସୃଷ୍ଟି ଯୋଗୁଁ ହୋଇଥାଏ, ନା ହଉଛି ସୌର ଜ୍ୱାଳା ବୃଦ୍ଧି ଯୋଗୁଁ ହୋଇଥାଏ। ମାନେ ଗ୍ରୀନ ହାଉସ ପ୍ରଭାବର ମୁଖ୍ୟ କାରଣ ବା ଯୋଉ ଗ୍ରୀନ ହାଉସ ଇଫେକ୍ଟ ଆମେ କହୁଛୁ, এটা କଣ ପାଇଁ ହେଇଥାଏ, ତାର ପ୍ରାଇମେରୀ କଜ ହଉଛି କଣ ନା ଅପସନ ନମ୍ବର ଏ ଟ୍ରାପିଂ ଅଫ ଦ ସୋଲାର ରେଡିଏସନ ବାଇ ଗ୍ୟାସ। ମାନେ ଆମ ଯୋଉ ଗ୍ୟାସ ଦ୍ୱାରା ସୌର ବିକିରଣ ଆବଦ୍ଧ ହେଉଛି, ମାନେ ହଉଛି କଣ, ଯେତେବେଳେ ଆମ ପୃଥିବୀ ଭିତରେ ଜଳୀୟ ବାଷ୍ପ ଗୁଡା କଣ କରୁଛି ନା ସୋଲାର ରେଡିଏସନ ଅର୍ଥ ହଉଛି ସୂର୍ଯ୍ୟ ପାଖରୁ ଯୋଉ କିରଣ ଗୁଡାକ ଆସୁଛି ଆମ ବାୟୁମଣ୍ଡଳରେ ବହୁତ ଗୁଡାକ ଜଳୀୟ ବାଷ୍ପ ଅଛି, ସେମାନେ କଣ କରୁଛନ୍ତି ସେଇ ଯୋଉ ରେଡିଏସନ ଗୁଡାକ ବା ତାପ ଗୁଡାକ ନିଜ ଦେହରେ ଧରି ରଖୁଛନ୍ତି, ଯାହା ଫଳରେ କି ସେ କଣ ଆଉ ବାହାରକୁ ଯାଇପାରୁନି। ତେଣୁ ଆମର ଗୋଟେ ଯେମିତି ଘର ଭଳିଆ କଣ ହଉଛି ବାହାରକୁ ନ ଯାଇ ପାରି ଆଟମୋସ୍ଫିୟର ଭିତରେ ଟ୍ରାପ ହେଇଯାଉଛନ୍ତି, ଯାହା ଦ୍ୱାରା କି ଟେମ୍ପରେଚର ବଢି ଯାଉଛି ହେଲା। ତେଣୁ ଗ୍ରୀନ ହାଉସ ଗ୍ୟାସ ର ଯେମିତି କି ଉଦାହରଣ କଣ ଦେଇଛି, CO2 ବା କାର୍ବନ ଡାଇଅକ୍ସାଇଡ, ମିଥେନ, ଏଇ ଗ୍ୟାସ ଗୁଡା କଣ କରୁଛନ୍ତି ନା ଏଇ ଯୋଉ ସୋଲାର ରେଡିଏସନ ବା ସୌର ତାପ ଗୁଡାକ କଣ ଧରି ରଖୁଛନ୍ତି ଆଉ ଛାଡୁନାହାନ୍ତି, ତେଣୁ ସେଥିପାଇଁ କଣ ହଉଛି ଆମର ଗ୍ରୀନ ହାଉସ ଇଫେକ୍ଟ ହଉଛି ହେଲା। ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା, କଣ ଅଛି ଦେଇଛି କଣ, ट्रोपोस्फियर जेतिकी ऊपर को जीवा तापमात्रा कौन परिवर्तन होबो? एज वी गो हायर इनटू द ट्रोपोस्फियर व्हाट हैपन टू द टेम्परेचर? ऑप्शन कोन दोछि, यह वृद्धि पाए, यह ह्रास पाए, यह स्थिर रुहे, ना होछि यह प्रथमे बढ़े तापरे कमे। तेणु आमे जदि जेहेतु पढिथिलु ट्रोपोस्फियर सबुठु हमर लेयर भितर तळे रहिते, तेणु जदि आमे कोन करिया पृथ्वी पृष्ठ ऊपर को जीवा ट्रोपोस्फियर ऊपर को जीवा आस्ते आस्ते, ताले हमर टेम्परेचर टा कोन होबो? सठिक उत्तर होबो कोन, ऑप्शन नंबर बी, यह कोन होबो ह्रास पाइबो बा इट डिक्रीजेस हला। तेणु केते मात्रा रे कमिबो, आंसर होची कोन हमर ट्रोपोस्फियर टेम्परेचर डिक्रीजेस विथ द हाइट हला। हाइट अनुसार कोन होबो ना हमर टेम्परेचर टा कमी जिवो। इन स्टैंडर्ड एनवायरमेंटल लैब्स रेट अबाउट 6.5% 6.5 डिग्री सेल्सियस पर किलोमीटर। अर्थ होची आमे ट्रोपोस्फियर जदि जेते ऊपर को जिवा, धरा जो 1 किलोमीटर गले हमर टेम्परेचर कमिबो केते ना 6.5 डिग्री सेल्सियस कमी जिवो हला। तेणु क्वेश्चन पचारिबा जे ट्रोपोस्फियर रे हमर 1 किलोमीटर जदि ऊपर को जिया ताले टेम्परेचर केते कमिबो ना 6.5 डिग्री सेल्सियस हला। एमती पचारि पारे जो धरा जो कहिथिबो जे गोटे पृथ्वी पृष्ठ जने पृथ्वी पृष्ठ रे तार थिला केते ना 20 डिग्री सेल्सियस टेम्परेचर थिला, से सेठू 1 किलोमीटर ऊपर गला, तेनु ऊपर गला परे ट्रोपोस्फियर जेहेतु अछि तार टेम्परेचर सेठी केते हेबो, तेनु कोन करी 20 रु ऊपर गले 20 रु माइनस जो 6.5 डिग्री सेल्सियस माइनस कर देकी अपन रिजल्ट बाहर करिवे। तेनु बुले की देई पारे, सेटा भी देखु दे मन रखथि 1 किलोमीटर कमिबो केते ना 6.5 डिग्री सेल्सियस कमी जिवो। परवर्ती क्वेश्चन को जिबा, जेतेबेले गरम एवं आर्द्र वायु पहाड़ सहित धक्का होई ऊपर को उठे सेतेबेले केउ प्रकार वर्षा हुए हला। एटा हमर जो वर्षा ऊपर कोन प्रकार वर्षा टाइप्स ऑफ रेन ऊपर आसले क्वेश्चन टा इज व्हिच टाइप ऑफ रेनफॉल ऑकर्स व्हेन द वार्म मॉइस्ट एयर हिट्स ए माउंटेन बैरियर एंड राइज हला। ऑप्शन कोन देला, परिचलन वर्षा, बात्या जनित वर्षा, ना होची शैलतभव वर्षा, ना होची हमर सम्मुख वर्षा हला। तेनु सठिक उत्तर कोन हबो, जे हमर गरम आ जो आर्द्र वायु गुडा पहाड़ रे पिटी जो वर्षा हमर होइथे ताको कोन कहबा, ऑप्शन नंबर सी जे कोन शैलतभव वर्षा बा ओरोग्राफिक रेनफॉल को हजे। ओरोग्राफिक रेनफॉल कोन थे ना माउंटेन जोंटी थाए से पाखा पाखी अंचल कोन हुए ना जो हमर रहिथे मॉइस्ट आ जो वार्म एयर ताको पहाड़ रे बाडे की माने गरम आ जो हमर आर्द्र वायु सेटा पहाड़ रे बाडे की जो पूरा वर्षा हेता कोन कहे जे शैलतभव वर्षा बा ओरोग्राफिक रेनफॉल को हजे। किंतु ए जो कन्वेक्शन बा हमर परिचलन वर्षा का कहे ना सेटा हुए केतले ड्यू टू इंटेंस हीटिंग ऑन द ग्राउंड, जेतेले हमर लैंड बा हमर स्थल भागटा बहुत गरम हे गला परे जो प्रकार वर्षा हुए ताटा कोन कहे जे कन्वेक्टिव बा हमर जो परिचलन वर्षा बोली कहा जे। साइक्लोनिक और फ्रंटल रेनफॉल बा हमर बात्या जनित जोंडा वर्षा हमें कहिथाउ सेटा हुए केतले ना टू डिफरेंट एयर मासेस मीट, जेतेले कोन ठंडा वायु एपटे थिबे एपटे गरम वायु थिबो सेतेले सृष्टि हुए कोन प्रकार वर्षा ना होजे हमर बात्या जनित वर्षा हला। मन रहला परवर्ती प्रश्न को जीवा। परवर्ती प्रश्न अछि, उपक्रांतीय उच्च चाप बलयरु विश्वरेखीय निम्न चाप बलय को क्रमागत भावे प्रवाहित हेउता स्थायी पवन को हमें कोन कहिथाउ हला। व्हाट आर द परमानेंट विंड्स दैट
flow continuously from subtropical high pressure belt to equatorial low pressure belt ହେଲା ଯାକୁ ଆମେ କଣ କହିଥାଉ ଅପସନ କଣ ଦେଇଛି ପଶ୍ଚିମ ବାୟୁ କହିଥାଉ ନା ବାଣିଜ୍ୟ ବାୟୁ କହିଥାଉ ନା ମେରୁ ପୂର୍ବ ପବନ ବାୟୁ କହିଥାଉ ନା ମୌସୁମୀ ପବନ ବୋଲି କହିଥାଉ ଇଏ ଆମର କହିଲେ ଯୋଉ ଆର୍ଥର ଯୋଉ ଇକ୍ୱେଟର ଅଛି ତାପରେ ଆମର ଯୋଉ ଚାପ ବଳୟ ଗୁଡାକ ରହିଛି ଯେମିତି ସବ୍ ଟ୍ରପିକାଲ ହାଇ ପ୍ରେସର ଅଛି ଇକ୍ୱେଟୋରିଆଲ लो ପ୍ରେସର ଅଛି ତେଣୁ ସେତେବେଳେ ସେ ଯୋଉ ଆମର କଣ ହୁଏ ନା ବିଷୁବରେଖା ନିମ୍ନ ଚାପ ବଳୟରୁ ଯୋଉ ଆମର ଉପକ୍ରାନ୍ତୀୟ ଚାପ ବଳୟକୁ ଯେତେବେଳେ ବର୍ଷା ପବନଟା ହୁଏ ତାକୁ କଣ କହିବା ସଠିକ ଉତ୍ତର ହବ କଣ ଅପସନ ନମ୍ବର ବି যেটা କି ବାଣିଜ୍ୟ ବାୟୁ ବୋଲି କହିଥାଉ ହେଲା ଟ୍ରେଡ୍ ୱିଣ୍ଡସ୍ ବା ଆମର ଯୋଉ ବାଣିଜ୍ୟ ବାୟୁ କହିଥାଉ ସେଟା କୋଉଠି ଯାଇ ନା ମନେ ରଖିବେ ସବ୍ ଟ୍ରପିକାଲ ହାଇ ଟାଇଡ୍ ଟୁୱାର୍ଡସ୍ ଦ ଇକ୍ୱେଟର ହେଲା ସବ୍ ଟ୍ରପିକାଲ ରୁ ଆମର ଇକ୍ୱେଟର ଆଡକୁ ଯୋଉ ବିଷୁବରେଖା ଆଡକୁ ପବନ ବହିଥାଏ ଆଉ ୱେଷ୍ଟର୍ନ ଲାଇଟ୍ସ ଯେଟା କି ଆମର କଣ କହିଥାଉ ନା ପଶ୍ଚିମ ବାୟୁ ହଉଛି କଣ ନା ସେଟା କୋଉଠି ହେଇଥାଏ ନା ସବ୍ ଟ୍ରପିକାଲ ହାଇ ରୁ ଯୋଉ ସବ୍ ପୋଲାର ଲୋ କୁ ଯାଇଥାଏ ହେଲା ସବ୍ ଟ୍ରପିକାଲ ହାଇ ରୁ କୋଉଠିକି ନା ସବ୍ ପୋଲାର ଲୋ ପର୍ଯ୍ୟନ୍ତ ଯାଇଥାଏ ନେକ୍ସଟ ହେଲା ଯୋଉ ପୋଲାର ଯୋଉଟା କି ମେରୁ ପୂର୍ବା ପବନ ଯୋଉ କୁହାଯାଏ ସେଟା କୋଉଠି ନା ପୋଲାର ଆମର ପୋଲାର ଇଷ୍ଟର୍ନ ଲାଇଜ ରୁ ଆମର ପୋଲାର ହାଇ କୁ ପବନଟା ବହିଥାଏ ନେକ୍ସଟ ହଉଛି କଣ ମନସୁନ ୱିଣ୍ଡ କୋଉଠୁ ନା ସିଜନାଲ ସେଟା ସିଜନ ଅନୁସାରେ ଯୋଉ ବହିଥାଏ ଯେମିତି କି ଆମର ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସିଥାଏ ସେଟା ହଉଛି ସିଜନାଲ ଆମର ୱିଣ୍ଡ ଭିତରେ ଯିବ ହେଲା ସେଟା ହଉଛି ଗୋଟେ ପରମାନେଣ୍ଟ ନୁହେଁ ହେଲା ସେଟା ହଉଛି କଣ ଗୋଟେ ସିଜନ ଅନୁସାରେ ମନସୁନ ଆମର ପବନଟା ଆସିଥାଏ ପରବର୍ତ୍ତୀ ପ୍ରଶ୍ନ ଅଛି କଣ which of the following describes the climate directly ହେଲା ନିମ୍ନଲିଖିତ ମଧ୍ୟରୁ କେଉଁଟି ଜଳବାୟୁକୁ ସଠିକ ଭାବରେ ବର୍ଣ୍ଣନା କରୁଛି ଯେମିତି ଅପସନ କଣ ଦେଇଛି ଦୈନନ୍ଦିନ ବାୟୁମଣ୍ଡଳର ଗୋଟେ ଅବସ୍ଥାକୁ ସୂଚାଉଛି ନା ହଉଛି ପ୍ରତି ଘଣ୍ଟାରେ ତାପମାତ୍ରାକୁ ପରିବର୍ତ୍ତନ କରୁଛି ନା ହଉଛି ଦୀର୍ଘ ସମୟ ଧରି ହାରାହାରି ପାଣିପାଗ ବ୍ୟବସ୍ଥା ହବାକୁ ଆମେ କହିବା ଆମର ଜଳବାୟୁ ନା ହଉଛି ହଠାତ୍ ବର୍ଷା ଆରମ୍ଭକୁ ଆମେ ଜଳବାୟୁ ବୋଲି କହିବା ତେଣୁ ଏହାର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି ଯେଟା କି ଏଭରେଜ ୱେଦର କଣ୍ଡିସନ ଓଭର ଏ ଲଙ୍ଗ ପିରିୟଡ ବା ଦୀର୍ଘ ସମୟ ଧରି ହାରାହାରି ବର୍ଷା ହାରାହାରି ପାଣିପାଗ ବ୍ୟବସ୍ଥା କଣ କହିବା ନା ହଉଛି ଜଳବାୟୁ ହେଲା ବହୁତ ବର୍ଷ ଧରି ସେଠି ଯୋଉ ପ୍ରକାର ଆମେ କଣ କରୁଛେ ନା ପାଣିପାଗ ହଉଥିବ ହେଲା ପାଣିପାଗ ହଉଛି କଣ ନା ଗୋଟେ ସମୟରେ ଯୋଉ ପ୍ରକାର ଆମେ ପାଗ ଦେଖୁଛୁ ଯେମିତି ବର୍ଷା ଦିନରେ ବର୍ଷା ହଉଛି ତେଣୁ ସେଟା କଣ କୁହାଯିବ ବର୍ଷା ପାଗ ବୋଲି କୁହାଯିବ ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ହଉଛି ତେଣୁ ଗ୍ରୀଷ୍ମ ପାଗ ବୋଲି କୁହାଯିବ କିନ୍ତୁ ବହୁତ ବର୍ଷ ଧରିକି ସେଠି ହାରାହାରି ଭାବରେ ହେଲା ଯୋଉ ପ୍ରକାର ଧର ରାଜସ୍ଥାନରେ କଣ ହଉଛି ହାରାହାରି ଭାବରେ ସେଠି ଅଧିକ ଗରମ ହଉଛି ତେଣୁ ସେଇଭଳିଆ ତାକୁ ସେ ଯେମିତି ଜଳବାୟୁ ସେଠି ଶୁଷ୍କ ଅଛି ତେଣୁ ସେଇଭଳିଆ କୁହାଯିବ ଯେ ହାରାହାରି କୋଉ ପ୍ରକାର କ୍ଲାଇମେଟ ସେଠି ବା ଆମର ପାଣିପାଗ ଦେଖାଯାଉଛି ସେଟା କଣ କୁହାଯିବ ନା ହଉଛି ଜଳବାୟୁ କୁହାଯିବ ପରବର୍ତ୍ତୀ ପ୍ରଶ୍ନ ଅଛି କଣ which atmospheric layer reflects the radio wave back to the earth aiding in the wireless communication ବା ବାୟୁମଣ୍ଡଳର କୋଉ ସ୍ତର ବେତାର ତରଙ୍ଗକୁ ପୃଥିବୀକୁ ପ୍ରତିଫଳିତ କରି ବେତାର ଯୋଗାଯୋଗରେ ସାହାଯ୍ୟ କରେ ଅପସନରେ କଣ ଦେଇଛି ମେସୋସ୍ଫିୟର ଆୟୋନୋସ୍ଫିୟର ଷ୍ଟ୍ରାଟୋସ୍ଫିୟର ଏକ୍ସୋସ୍ଫିୟର ସଠିକ ଉତ୍ତରଟି କଣ ହବ ନା ଆୟୋନୋସ୍ଫିୟର ଆଗରୁ କହିଥିଲି ଆୟୋନୋସ୍ଫିୟର କୁ କଣ କହିବା ଆମେ ନା ଯୋଉ ଆମର ସବୁଠୁ ଉତ୍ତପ୍ତ କହିବୁ ବା ଆମର ଯୋଉ ବେତାର ଯନ୍ତ୍ର ପାଇଁ ସେଟା ବ୍ୟବହାର ଆମର କରିଥାଉ ଆୟୋନୋସ୍ଫିୟର ସେଠି କଣ ହେଇଥାଏ ନା ହଉଛି ଇଲେକ୍ଟ୍ରିକ ଚାର୍ଜ ପାର୍ଟିକଲ ସବୁ ରହିଥାନ୍ତି ଯେମିତି ଆୟନ ଗୁଡାକ ରହିଥାନ୍ତି ସେ କଣ କରନ୍ତି ନା ରେଡିଓ ୱେଭ୍ ଯୋଉ ଅଛି ତାକୁ ରିଫ୍ଲେକ୍ଟ କରି ପୃଥିବୀକୁ ପୁଣି ଥରେ ପଠେଇ ଦିଅନ୍ତି ଯାହାଫଳରେ କି ଆମେ ବେତାର ଯନ୍ତ୍ର ଯୋଉ ଆମେ ବ୍ୟବହାର କରୁଛୁ ସେଇଥିପାଇଁ ଆମେ ବ୍ୟବହାର କରିପାରୁଛୁ ହେଲା ଆଉ ତ ଡିସ୍କସନ ହେଇଛି ଲେୟାର ଗୁଡାକ ପରବର୍ତ୍ତୀ ପ୍ରଶ୍ନକୁ ଯିବା ଦେଇଛି କଣ ଗ୍ରୀଷ୍ମ ଋତୁରେ ଭାରତର ଉତ୍ତର ସମତଳ ଅଞ୍ଚଳରେ ପ୍ରବାହିତ ହେଉଥିବା ସ୍ଥାନୀୟ ଗରମ ଏବଂ ଶୁଷ୍କ ପବନକୁ ଆମେ କଣ କହିବା ହ୍ୱାଟ ଇଜ ଦ ଲୋକାଲ hot and dry wind blowing in the northern plain of the India during the summer ହେଲା ଗ୍ରୀଷ୍ମ ଋତୁରେ କୋଉ ପ୍ରକାର ଯୋଉ ଆମର ଡ୍ରାଇ ବା ଆମର ଶୁଷ୍କ ଆଉ ଯୋଉ ଗରମ ବାୟୁଟା ପ୍ରବାହିତ କଣ କହିବା ଅପସନ କଣ ଦେଇଛି ମିଷ୍ଟ୍ରାଲ କହିବା ଚିନୁକ କହିବା ଲୁ କହିବା ନା ହଉଛି ଫୋଏନ ବୋଲି କହିବା ଏହାର ସଠିକ ଉତ୍ତରଟି କଣ ହବ ନା ଲୁ ହେଲା ମନେ ରଖିତେ ଲୁ ହଉଛି ଗୋଟେ କଣ ଷ୍ଟ୍ରଙ୍ଗ ଡଷ୍ଟି ହଟ୍ ଆଣ୍ଡ ଡ୍ରାଇ ସମୟରେ ସେଟା ଆମର ପ୍ରବାହିତ ହେଇଥାଏ ଲୁ ଟା ହେଲା କୋଉଠୁ ନା ଫ୍ରମ ଦ ୱେଷ୍ଟ which blows over the western Indo Gangetic plain ହେଲା ଇଣ୍ଡୋ ଗାଙ୍ଗେଟିକ ପ୍ଲେନ କୁ ୱେଷ୍ଟ ରୁ ଆମର ପ୍ରବାହିତ ହେଇଥାଏ ଯେଟା କି ଆମର କଣ ନର୍ଦର୍ନ ପ୍ଲେନ ରେ ବା ଆମର ଉତ୍ତର ସମତଳ ଅଞ୍ଚଳରେ ସେଟା ପ୍ରବାହିତ ହେଇଥାଏ କିନ୍ତୁ ଦେଖିବା ଯଦି ଚିନୁକ କଥା ଚିନୁକ ଇଜ ୱାର୍ମ ଡ୍ରାଇ ୱିଣ୍ଡ ଇନ ଦ ରକିଜ ଯୋଉଠି କି ୟୁଏସଏ ରେ ଅଛି ରକି ମାଉଣ୍ଟେନ ରେ ସେଇଆଡେ ଆମର ଯୋଉ ଦେଖାଯାଏ କଣ ଚିନୁକ ତେଣୁ କ୍ୱେଶ୍ଚନ ଯଦି ପଚାରିବେ ଯେ ୟୁଏସଏ ରେ ଯୋଉ ଗରମ ପବନ ଯୋଉଟା କି ଗରମ ଶୁଷ୍କ ପବନକୁ ଆମେ କଣ କହିବା ନା ଚିନୁକ ବୋଲି କହିବା କିନ୍ତୁ ଯେତେବେଳେ ଆମର ଭାରତର ଉତ୍ତର ସମତଳ କଥା କହିବା ତାହେଲେ ଆମେ ଲୁ କହିବା ଆଉ ଯୋଉ ମିଷ୍ଟ୍ରାଲ ରହିଲା ମିଷ୍ଟ୍ରାଲ ଇଜ ଏ କୋଲ୍ଡ ୱିଣ୍ଡ ଇନ ଦ ଫ୍ରାନ୍ସ ହେଲା ଫ୍ରାନ୍ସରେ ଯୋଉ ଥଣ୍ଡା ପବନଟା ପ୍ରବାହିତ ହୋଇଥାଏ ତାକୁ କଣ କହିଥାଉ ଆମେ ମିଷ୍ଟ୍ରାଲ ବୋଲି କହିଥାଉ ଯୋଉଥିରେ କି ଆମର ଯୋଉ ଫୋନ ରହିଲା ଫୋଏନ ବୋଲି କହିବା ସେଟା ହଉଛି କଣ ୱାର୍ମ ଡ୍ରାଇ ୱିଣ୍ଡ ଇନ ଦ ଆଲପାସ ହେଲା ଆଲପାସ ପାଖରେ ଯୋଉ ଥଣ୍ଡା ପବନଟା ପ୍ରବାହିତ ହୋଇଥାଏ ସେଟା କଣ କହିଥାଉ ଫୋଏନ ତେଣୁ ଦିଟା ଥଣ୍ଡା ପବନ ରହିଲା ଯେଟା କି ଆମର ମିଷ୍ଟ୍ରାଲ ଗୋଟେ ରହିଲା ଆଉ ଗୋଟେ ଫୋଏନ ରହିଲା ମିଷ୍ଟ୍ରାଲ ଟା ହଉଛି କୋଉଠି ନା ଫ୍ରାନ୍ସ ରେ ପ୍ରବାହିତ ହୋଇଥାଏ ଫୋଏନ ଟା ହଉଛି ଆମର ଆଲପାସ ରେ ପ୍ରବାହିତ ହେଇଥାଏ ଆଉ ଦିଟା ଯେମିତି ଚିନୋକ ଆଉ କହିଲେ କଣ ଲୁ ଚିନୋକ ଲୁ ହଉଛି ଆମର ଭାରତର ଉତ୍ତର ସମତଳ ଅଞ୍ଚଳରେ ଚିନୋକ ହେଲା ଆମର ୟୁଏସ ରେ ପ୍ରବାହିତ ହେଇଥାଏ ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନ ଅଛି ପୃଥିବୀକୁ ଗରମ ନକରି ମହାକାଶକୁ ପ୍ରତିଫଳିତ
ହେଉଥିବା ସୌର ବିକିରଣର ପ୍ରତିଶତକୁ କ'ଣ କୁହାଯାଏ? ହ୍ୱାଟ ଇଜ୍ ଦ ପରସେଣ୍ଟେଜ ଅଫ ଦ ସୋଲାର ରେଡିଏସନ ରିଫ୍ଲେକ୍ଟ ବ୍ୟାକ୍ ଇନଟୁ ଦ ସ୍ପେସ ୱିଦାଉଟ୍ ହିଟିଂ ଦ ଆର୍ଥ ହେଲା। ସବୁ ସୌର ରଶ୍ମି ଗୁଡାକ ବା ସୌର ବିକିରଣ ଗୁଡାକ ପୃଥିବୀକୁ କ'ଣ କରେନି ଉତ୍ତପ୍ତ କରେନି, କିଛି କ'ଣ ହୁଏ ରିଫ୍ଲେକ୍ଟ ହେଇକି ବାହାରକୁ ପଳେଇଯାଏ। ତେଣୁ ସେ ଯୋଉ ଯେତିକି ଗଲା ତାକୁ ଆମେ କ'ଣ କହିବା? ଅପସନରେ କ'ଣ ଅଛି? ଇନସୁଲେସନ ବା ସୌର ବିକିରଣ କହିବା, ନା ହଉଛି ଏଲବେଡୋ ହେଲା କହିବା, ନା ହଉଛି ଉତ୍ତାପ ବଜେଟ ବା ହିଟ୍ ବଜେଟ ବୋଲି କହିବା, ନା ହଉଛି କଣ୍ଡକ୍ସନ ବା ଆମର ପରିଚାଳନା ବୋଲି କହିବା ହେଲା। ସଠିକ ଉତ୍ତରଟି କ'ଣ ହବ ନା ଆଲବେଡୋ ବୋଲି କହିବା। ଆଲବେଡୋ ହଉଛି କ'ଣ? ଆଲବେଡୋ ଇଜ ଏ ମେଜର୍ସ ଅଫ ଦ ରିଫ୍ଲେକ୍ଟିଭ ଅଫ ଆର୍ଥ ସରଫେସ ଏଣ୍ଡ ଆଟମୋସ୍ଫିୟର ହେଲା ଏବାଉଟ 35% ହେଲା। ମାନେ ହଉଛି ସୌର ଯୋଉ କିରଣ ଗୁଡାକ ପୃଥିବୀ ପୃଷ୍ଠରେ ପଡିଲା କିଛି ତ ଟ୍ରାପ ହେଇକି ରହିଗଲା, ଯେହେତୁ ଜଳୀୟ ବାଷ୍ପ ଆମ ପୃଥିବୀ କ'ଣ ପୃଥିବୀରେ ଯେହେତୁ ଅଧିକ ଅଛି, ତେଣୁ ସେଥିପାଇଁ ଜଳୀୟ ବାଷ୍ପରେ କିଛି ସୌର କିରଣ ଲାଗିକରି ରହିଗଲା ବା এবଜର୍ଭ କରିନେଲେ, କିଛି କ'ଣ ହେଲା ସେଟାକୁ ରିଫ୍ଲେକ୍ଟ ହେଇକି ପୁଣି ଆମର ବାହାରକୁ ପଳେଇଗଲା ହେଲା। ତେଣୁ ବାହାରକୁ କେତେ ପରସେଣ୍ଟ ନା ମନେ ରଖିବେ 35% ଆମର କ'ଣ ହଉଛି ସୌର କିରଣ ପୃଥିବୀ ପୃଷ୍ଠରୁ ବାହାରିକି ପଳଉଛି। ଇମ୍ପୋର୍ଟାଣ୍ଟ ଏଟା ମନେ ରଖିବେ 35% ସୌର କିରଣ ଆମର କୌଣସି ପ୍ରକାର ଏବଜର୍ଭ ନ ହେଇକି ବାହାରକୁ ପଳେଇଛି, ସେ ଯୋଉ ପଳେଇଗଲା ସେଇଠି ପରସେଣ୍ଟେଜ କ'ଣ କହିବା ନା ଆମେ ଆଲବେଡୋ ବୋଲି କହିବା। ଏ ଯୋଉ ଇନସୋଲେସନ କ'ଣ କହିବା? ଇଜ ଇନକମିଂ ସୋଲାର ରେଡିଏସନ, ଯେଟା ଆମର ସୌର କିରଣ ଆମର ସୂର୍ଯ୍ୟରୁ ଆମ ପୃଥିବୀ ଆଡକୁ ଆସୁଛି ସେଟା କ'ଣ କହିବା? ଇନସୋଲେସନ ବା ସୌର ବିକିରଣ ବୋଲି କହିବା। କିନ୍ତୁ ହିଟ୍ ବଜେଟ ହଉଛି କ'ଣ? ଇଜ ଦ ବାଲାନ୍ସ ବିଟୱିନ୍ ଦ ଇନକମିଂ ଏଣ୍ଡ ଆଉଟ ଗୋଇଂ ରେଡିଏସନ, ଯେଟା କି ଆମର ଯେତିକି ପରସେଣ୍ଟେଜ ଆସିଲା, ଧର ଯୋଉ ଆମର ଆସିଲା 100%, ସେଇଥିରୁ ଆମେ 65% ଆମର ଯେମିତି ପୃଥିବୀରେ ରହିଲା 35% ଫେରିଗଲା, ତେଣୁ ସେଟାକୁ ଆମେ କ'ଣ କହିବା ନା ହିଟ୍ ବଜେଟ ବୋଲି କହିବା। ବାକି ଯୋଉ କଣ୍ଡକ୍ସନ ବା ପରିଚାଳନ କହିଲେ ଇଜ ଏ ହିଟ୍ ଟ୍ରାନ୍ସଫର ବାଇ ଡାଇରେକ୍ଟ କଣ୍ଟାକ୍ଟ ହେଲା। ଯୋଉ ଆମର ଯଦି ଡାଇରେକ୍ଟ କଣ୍ଟାକ୍ଟ ରେ ଆମର କ'ଣ ହଉଛି ହିଟ୍ ଟ୍ରାନ୍ସଫର ହଉଛି ବା ତାପ ଯଦି ଗୋଟେ ବସ୍ତୁରୁ ଆଉ ଗୋଟେ ବସ୍ତୁକୁ ଯାଉଛି, ସେଟାକୁ ଆମେ କ'ଣ କହିବା? କଣ୍ଡକ୍ସନ ବୋଲି କହିବା। ପରବର୍ତ୍ତୀ ପ୍ରଶ୍ନ ଅଛି, ଉଚ୍ଚ ସ୍ଥାନରେ ଥିବା ପତଳା ଏବଂ ବରଫ ସ୍ଫଟିକ ଦ୍ୱାରା ନିର୍ମିତ ପର ପରି ଦେଖାଯାଉଥିବା ମେଘକୁ ଆମେ କ'ଣ କହିବା? ଏଟା ଆମର ମେଘର ଯୋଉ ଟାଇପ ଯୋଉଟାକୁ ଆସିଲା ହେଲା, କହିଲେ କ'ଣ? which type of cloud is known as the as high altitude thin feather cloud made of ice crystal ହେଲା। ଉଚ୍ଚ ସ୍ଥାନରେ ପତଳା ଦେଖାଯାଉଥିବ ବରଫ ପରି ସ୍ଫଟିକ ପର ଭଳିଆ ଦେଖାଯାଉଥିବ ଯେ ମେଘଟାକୁ ଆମେ କ'ଣ କହିବା? ସ୍ତରୀୟ ମେଘ କହିବା, ନା ହଉଛି କୁମୁଲସ୍ ମେଘ କହିବା, ନା ସିରିୟସ୍ ମେଘ କହିବା, ନା ହଉଛି ନିମ୍ବସ୍ ମେଘ ବୋଲି କହିବା। ତେଣୁ ସଠିକ ଉତ୍ତରଟା କ'ଣ ହବ? ଯେ ଆମର କୋଉଟାକୁ ଆମେ କୋଉ ମେଘଟାକୁ ସେ ବରଫ ଭଳି ଦେଖାଯାଏ ଆଉ ପର ଭଳି ଦେଖାଯାଏ, ଯୋଉଟା କି ପତଳା ହେଇଥାଏ। ଅପସନ ନମ୍ବର ସି, ଯେଟା କ'ଣ ଅଛି ସିରିସ୍ ମେଘ ବୋଲି କହିବା। ସିରିସ୍ କ୍ଲାଉଡ ଇଜ ଦ ହାଇ ଆଲ୍ଟିଚ୍ୟୁଡ, ଯେହେତୁ ବହୁତ ଉଚ୍ଚରେ ଦେଖାଯାଉଛି, ସେ ହେୟାର ଲାଇକ୍ ଏଣ୍ଡ ଫିଦର କ୍ଲାଉଡ ହେଲା, ମାନେ ପୁରା ପର ଭଳିଆ ଦେଖାଯାଉଥିବ ହେଲା, ସେଟାକୁ ଆଇସ୍ କ୍ରିଷ୍ଟାଲ ଗୁଡାକ ଥାଏ, ତେଣୁ ସେଟା କ'ଣ କହିବା? ସିରିୟସ୍ ବୋଲି କହିବା। କିନ୍ତୁ ଷ୍ଟ୍ରାଟୋସ୍ ବା ସ୍ତରୀୟ ମେଘ ବୋଲି ଅଛି, ସେଟାକୁ କାହା କହିବା ନା ୟୁନିଫର୍ମ ହରାଇଜେଣ୍ଟାଲ ସିଡ୍ସ, ମାନେ ଆପଣ ଚାହିଁବେ ଯେତେବେଳେ ହରାଇଜେଣ୍ଟାଲ ମାନେ ଆଖି ଯେତେ ପର୍ଯ୍ୟନ୍ତ ଲାଗୁଥିବ ଯେମିତି କି ସେ କ'ଣ ମାଟି ସହିତ ମିଶି ଯାଇଛି, ସେଟା କ'ଣ କହିବା? ସ୍ଟିରସ୍ କ୍ଲାଉଡ ବୋଲି କହିବା। ନେକ୍ସଟ ଅଛି କ'ଣ ନା ହଉଛି ଯୋଉ କୁମୁଲସ୍ ହେଲା। କୁମୁଲସ୍ ମେଘ ଆର୍ ଫ୍ଲୁଫଲି କଟନ ଲାଇକ୍ କ୍ଲାଉଡ ହେଲା, ମାନେ ତୁଳା ଭଳିଆ ବେଳେ ବେଳେ ମେଘ ଗୁଡାକ ଦେଖାଯାଏ, ସେଟା ହଉଛି କ'ଣ ନା କୁମୁଲସ୍ ମେଘ ବୋଲି ଆମେ କହିବା। ଆଉ ନିମ୍ବସ୍ ହଉଛି କ'ଣ? ଆର୍ ଡାର୍କ ରେନ୍ ବିୟରିଂ କ୍ଲାଉଡ। କିନ୍ତୁ ଯେତେବେଳେ କଳାହାଣ୍ଡିଆ ମେଘ ଯେମିତି କୁହାଯାଏ ଆମ ଓଡ଼ିଆ ଭାଷାରେ, କଳାହାଣ୍ଡିଆ ମେଘ ଯେତେବେଳେ ଆମର ବର୍ଷା ଅଧିକ ଜୋରରେ ଉଠେଇଥାଏ ସେତେବେଳେ ଦେଖାଇଥାଏ କ'ଣ ନା ହଉଛି ନିମ୍ବସ୍ ମେଘ ହେଲା। ମନେ ରଖିଥିବେ ଡାର୍କ ଯୋଉ ରେନ୍ ବିୟରିଂ ମାନେ ବର୍ଷା ପାଣି ନେଇକି ଆସିଥାଏ ହଉଛି କ'ଣ? ନିମ୍ବୁସ୍। ଏଟା ପଚାରିପାରେ ବାରମ୍ବାର ଯେ କଳାହାଣ୍ଡିଆ ମେଘ ବା ବର୍ଷା ପାଣି ନେଇକି ଆସିଥାଏ ଯୋଉ ପ୍ରକାର ମେଘଟାକୁ କ'ଣ କହିବା ନା ନିମ୍ବସ୍ ମେଘ ବୋଲି କହିବା। ପରବର୍ତ୍ତୀ ପ୍ରଶ୍ନ ଅଛି, ଉତ୍ତର ଗୋଲାର୍ଦ୍ଧରେ ଏକ ବାତ୍ୟା ଯାହାକି ସାଇକ୍ଲୋନ କୁହାଯାଏ, ପବନର ଗତି କେଉଁ ଦିଗ ହୋଇଥାଏ ହେଲା? ଇନ୍ ଏ ସାଇକ୍ଲୋନ ଇନ୍ ନର୍ଦର୍ନ ହେମିସ୍ଫିୟର ହ୍ୱାଟ ଇଜ ଦ ଡିରେକ୍ସନ ଅଫ ଦ ୱିଣ୍ଡ ମୁଭମେଣ୍ଟ ହେଲା। ନର୍ଦର୍ନ ହେମିସ୍ଫିୟରରେ ଆମର ଯଦି ଗ୍ଲୋବଟା ଦେଖିବେ, ଉପରଟା ହେଲା ନର୍ଦର୍ନ ହେମିସ୍ଫିୟର ହେଲା, ଉତ୍ତର ଗୋଲାର୍ଦ୍ଧ କୁହାଯାଏ, ତଳକୁ ଦକ୍ଷିଣ ଗୋଲାର୍ଦ୍ଧ ବୋଲି କୁହାଯାଏ ହେଲା। ତଳକୁ ସାଉଥ, ଉପରକୁ ନର୍ଥ କୁହାଯାଏ। ତେଣୁ ସେ କହିଲେ ଯେ ଆମର ଯୋଉ ନର୍ଥ ବା ଉତ୍ତର ଗୋଲାର୍ଦ୍ଧରେ ଯୋଉ ମାନେ ୱିଣ୍ଡ ଡିରେକ୍ସନ ବା ସେଠି ଯୋଉ ପବନ ପ୍ରବାହିତ ହେଇଥାଏ, ସେଟା କୋଉ ପ୍ରକାର ପବନ ପ୍ରବାହିତ ହେଇଥାଏ? ଫାର୍ଷ୍ଟ ହଉଛି କ୍ଲକ୍ ୱାଇଜ, ସେକେଣ୍ଡ ହଉଛି ଆଣ୍ଟି କ୍ଲକ୍ ୱାଇଜ, ଅପସନ ନମ୍ବର ସି ହଉଛି ସିଧା ଭିତର ଆଡକୁ ମାନେ ଇକ୍ୱେଟର ଆଡକୁ, ନା ହଉଛି ଷ୍ଟ୍ରେଟ ଆଉଟୱାର୍ଡ ମାନେ ବାହାର ପୋଲ ଆଡକୁ ଯାଇଥାଏ। ତେଣୁ ସଠିକ ଉତ୍ତରଟି କ'ଣ ହବ ନା ଅପସନ ନମ୍ବର ବି ଏଣ୍ଟି କ୍ଲକ୍ ୱାଇଜ, ମାନେ ଘଣ୍ଟା ଘଣ୍ଟାର ବିପରୀତ ଦିଗରେ। ଘଣ୍ଟା ଘଣ୍ଟା ବୋଲି କ'ଣ ଏଇଭଳି ଭାବରେ ହେଲା, କିନ୍ତୁ ଇଏ କ'ଣ ଏପରି ଭାବରେ ଉଲ୍ଟା ଭାବରେ ଗତି କରିବ। କାହିଁକି ନା ଡ୍ୟୁ ଟୁ ଦ କରିଓଲିସ୍ ଇଫେକ୍ଟ। କରିଓଲିସ୍ ଇଫେକ୍ଟ ହଉଛି କ'ଣ? ୱିଣ୍ଡସ୍ ଡିଫ୍ଲେକ୍ଟ ଟୁ ଦ ରାଇଟ୍ ଇନ୍ ଦ ନର୍ଦର୍ନ ହେମିସ୍ଫିୟର ହେଲା। ଏଟା ଯେହେତୁ ନର୍ଦର୍ନ ହେମିସ୍ଫିୟର ହେଲା, ଏଟା ହବ ରାଇଟ୍ ସାଇଡ, ଏଟା ହବ ଲେଫ୍ଟ ସାଇଡ ହେଲା। ତେଣୁ ଏଟା ଇଷ୍ଟ ହେଇଯିବ, ଏଟା ୱେଷ୍ଟ ହେଇଯିବ। ତେଣୁ ଯେତେବେଳେ ନର୍ଦର୍ନ ହେମିସ୍ଫିୟର କ'ଣ ହବ, ପବନଟା ଯେତେବେଳେ ବହିବ ସେ କ'ଣ ହବ ସ୍ଲାଇଟଲି ରାଇଟ୍ ସାଇଡ କୁ ଯିବ, ତେଣୁ ଇଷ୍ଟ ଆଡକୁ ମୁଡିଯିବ। ତେଣୁ ସେଟାକୁ କରିଓଲିସ୍ ଫୋର୍ସ ଅନୁସାରେ କ'ଣ ହଉଛି ନା ପବନଟା ଯେତେବେଳେ ଆମର ଇକ୍ୱେଟର ଆଡକୁ ଆସିବ, ସେ କ'ଣ ଆମର ଇଷ୍ଟ ସାଇଡ କୁ ବା ଦକ୍ଷିଣ ସାଇଡ କୁ କ'ଣ ହେଇଯିବ ନା ଆମର ବୁଲିଯିବ ହେଲା। ସେଟାକୁ କ'ଣ କୁହାଯାଏ? କରିଓଲିସ୍ ଆମର ଇଫେକ୍ଟ ହେଲା। causing the cyclone low pressure center to rotate the center clockwise in the southern hemisphere they rotate clockwise। କିନ୍ତୁ ଯେତେବେଳେ ଆମର ଦେଖିବା ଆମର ଯେହେତୁ କହିଲି ନର୍ଦର୍ନ ବା ଉପର ଆଡେ କ'ଣ ହେଲା ଇଷ୍ଟ ଆଡକୁ ବୁଲିଗଲା, କିନ୍ତୁ ଯେତେବେଳେ ଆମର ଦେଖିବା ସର୍ଦର୍ନ ବା ଆମର ଦକ୍ଷିଣ ଗୋଲାର୍ଦ୍ଧରେ ସେ କ'ଣ ହେଇଯିବ ଏପଟକୁ ବା ୱେଷ୍ଟ ସାଇଡ କୁ ପବନଟା ବୁଲିଯିବ ହେଲା। ବୁଝିପାରିଲେ? ନର୍ଦର୍ନ ରେ କ'ଣ ହେଇଯିବ ନା ଇଷ୍ଟ ଆଡକୁ ବା କ୍ଲକ୍ ୱାଇଜ ମୁଡିବ, ଯେତେବେଳେ ଆମର
କଥା କହିବା ଯେ ସାଉଥ ସ୍ପିୟର କଥା ବା ଆମର ଦକ୍ଷିଣ ଗୋଲାର୍ଦ୍ଧ କଥା କହିବା ସେତେବେଳେ କଣ ହେଇଯିବ ନା ସେ ଆମର କ୍ଲକ୍ ୱାଇଜ ବୁଲିବ। ଉପରଟା ଆଣ୍ଟି କ୍ଲକ୍ ୱାଇଜ ତଳଟା କ୍ଲକ୍ ୱାଇଜ ହେଲା। ଆଣ୍ଟି ସାଇକ୍ଲୋନ ଆର କ୍ଲକ୍ ୱାଇଜ ଇନ ଦ ନର୍ଥ ହେଲା। ଯୋଉଟା କି ଆଣ୍ଟି ସାଇକ୍ଲୋନ କଥା କହିବା ସେଟା କଣ ହବ ନା କ୍ଲକ୍ ୱାଇଜ ଇନ ନର୍ଥ। ଆଣ୍ଟି ସାଇକ୍ଲୋନ ପବନଟା କଣ ହବ ନା କ୍ଲକ୍ ୱାଇଜ ବୁଲିବ ନର୍ଥ ସାଇଡ ରେ ଏଟା ଦେଲା ଆଉ ମନେ ରଖିଥିବ ଉପରଟା ହଉଛି ଆଣ୍ଟି କ୍ଲକ୍ ୱାଇଜ ତଳଟା ହବ କ୍ଲକ୍ ୱାଇଜ। ପରବର୍ତ୍ତୀ ପ୍ରଶ୍ନ ଯିବା ସମାନ ବାୟୁମଣ୍ଡଳୀୟ ଚାପ ଥିବା ସ୍ଥାନ ଗୁଡିକୁ ଯୋଡୁଥିବା କାଳ୍ପନିକ ରେଖାକୁ ଆମେ କଣ କହିବା? What is the line joining place having equal atmospheric pressure? ସମାନ atmospheric pressure ବା ଆମର ସମାନ ଯୋଉ ବାୟୁମଣ୍ଡଳ ଚାପକୁ ଯୋଉ ପ୍ରକାର ରେଖାଟା ଯୋଗ କରୁଛି ସେଟାକୁ ଆମେ କଣ କହିବା? ଅପସନ କଣ ଦେଇଛି? ସମତାପ ରେଖା, ଆଉ ସମ ବର୍ଷା ରେଖା, ସମ ଚାପ ରେଖା ନା ହଉଛି ସମ ଲବଣ ରେଖା ହେଲା। ତେଣୁ ସଠିକ ଉତ୍ତର କଣ ହବ ୟାର ନା ଆଇସୋବାର ବା ଆମର ସମଚାପ ରେଖା। ଯେହେତୁ କହିଦେଇଛି ବାୟୁମଣ୍ଡଳର ସମାନ ଚାପ କଥା ତେଣୁ ସମଚାପ ରେଖା ହବ। ଆଇସୋବାର କନେକ୍ଟ ଦ ପଏଣ୍ଟ ଅଫ ଇକ୍ୱାଲ ଆଟମୋସ୍ଫେରିକ ପ୍ରେସର ହେଲା। ଇକ୍ୱାଲ ଯଦି ଆଟମୋସ୍ଫେରିକ ପ୍ରେସର ଥିବ ତାହେଲେ ଆମେ ସେଇଟାକୁ ଆଇସୋବାର ବୋଲି କହିବା ବା ସମଚାପ ରେଖା ବୋଲି କହିବା। ଆଇସୋଥର୍ମସ କଣ କନେକ୍ଟ କରେ ନା ପଏଣ୍ଟସ ଇକ୍ୱାଲ ଟେମ୍ପରେଚର। ଟେମ୍ପରେଚର ଯଦି ସମାନ ଥିବ ସେଇ ପ୍ଲେନଟାକୁ ଆମେ ଯଦି କଣ୍ଟାକ୍ଟ କରୁଥିବ ସେଟା କଣ କହିବା ନା ଆମର ଆଇସୋଥର୍ମ ବୋଲି କହିବା। ଆଇସୋ ହାଇଟ୍ସ ବା ଆମର ସେଟା କଣ କୁହାଯାଏ ସମ ବର୍ଷା ରେଖା। ସେ କଣ କରେ ଇକ୍ୱାଲ ରେନଫଲ ଯଦି ଥିବ ସେଟା ଆଇସୋ ହାଇଟ୍ସ ବୋଲି କୁହାଯାଏ। କ୍ୱେଶ୍ଚନ ପଚାରି ପାରେ ଯଦି ଆମର ସମାନ ବର୍ଷା ଯୋଉଠି ରେନଫଲ ହଉଛି ସେଟାକୁ ଜଏନ କରୁଥିବା ରେଖାକୁ ଆମେ କଣ କହିବା ନା ଆଇସୋ ହାଇଟ୍ସ ବୋଲି କହିବା। ଆଉ ନେକ୍ସଟ ହେଲା କଣ ଆଇସୋ ହେଲ୍ସ ବା ସମ ଲବଣ ରେଖା ହଉଛି କଣ ଇକ୍ୱାଲ ଓସେନ ସାଲିନିଟି ହେଲା। ତ ଓସେନ ର ସାଲିନିଟି ବା ଲବଣତ୍ଵ ଯଦି ସମାନ ଥିବ ସେଟାକୁ ଯୋଉ ରେଖାଟା ଜଏନ କରୁଛି ତାକୁ ଆଇସୋ ହେଲାଇନ୍ସ ବୋଲି କହିବା। ପରବର୍ତ୍ତୀ ପ୍ରଶ୍ନ ଅଛି କଣ ଓଜନ ସ୍ତରରେ କ୍ଷୟ କରୁଥିବା ପଦାର୍ଥ ଗୁଡିକର ବ୍ୟବହାର ହ୍ରାସ କରି ଓଜନ ସ୍ତରର ସୁରକ୍ଷା ପାଇଁ କେଉଁ ଆନ୍ତର୍ଜାତିକ ଚୁକ୍ତି କରାଯାଇଥିଲା? Which international agreement aims to protect the ozone layer by phasing out ozone depleting substance? যেহেতୁ ଓଜନ ସ୍ତର ସୁରକ୍ଷା ପାଇଁ ଆମର କୋଉ ଚୁକ୍ତି କରାଯାଇଛି ଅପସନରେ କଣ ଦେଇଛି କାଇଟୋ ପ୍ରୋଟୋକଲ, ମେଣ୍ଟ୍ରାଲ ପ୍ରୋଟୋକଲ, ପ୍ୟାରିସ ଏଗ୍ରିମେଣ୍ଟ ଆଉ ହଉଛି କଣ ରାମସର ସମ୍ମିଳନୀ ହେଲା। ତେଣୁ ସଠିକ ଉତ୍ତର କଣ ହବ ଆମର ଓଜୋନ ଲେୟାର ପାଇଁ କୋଉ ପ୍ରକାର ଚୁକ୍ତି କରାଯାଇଛି ନା ହଉଛି ମେଣ୍ଟ୍ରାଲ ପ୍ରୋଟୋକଲ ହେଲା। ମେଣ୍ଟ୍ରାଲ ପ୍ରୋଟୋକଲ କରାଯାଇଛି ଆମର 1987 ମସିହାରେ। ଟାର୍ଗେଟ ତାର କଣ ଥିଲା ଏଲିମିନେସନ ଅଫ କ୍ଲୋରୋଫ୍ଲୋରୋକାର୍ବନ। ମନେ ରଖିଥିବ ଏଇଟା ହଉଛି ଇମ୍ପୋର୍ଟାଣ୍ଟ ଯୋଉଟା କି ଓଜୋନ ଲେୟାର ଡିଫ୍ଲେକ୍ସନ ପାଇଁ ସବୁଠୁ ବଡ କାରକ ଏଇଟା କ୍ଲୋରୋଫ୍ଲୋରୋକାର୍ବନ ଯୋଉଟା କି ଆମର ରେଫ୍ରିଜରେଟରରୁ ବା ଏସି ଗୁଡାକରୁ ଆମର ବାହାରିଥାଏ। ଏଇ ଗ୍ୟାସଟା ଯୋଉଟା କି ଓଜୋନ ଲେୟାରକୁ ଆସ୍ତେ ଆସ୍ତେ ନଷ୍ଟ କରିଦଉଛି। ସେଟାକୁ ଠାରୁ ରକ୍ଷା କରିବା ପାଇଁ ଓଜୋନ ଲେୟାରକୁ 1987 ମସିହାରେ ସେଟା ମନେ ରଖିଥିବେ ମେଣ୍ଟ୍ରାଲ ପ୍ରୋଟୋକଲଟା କରାଯାଇଥିଲା ଓଜୋନ ଲେୟାରର ଡିଫ୍ଲେକ୍ସନକୁ ଆମର ନଷ୍ଟ ହବାରୁ ରକ୍ଷା କରିବା ପାଇଁ। ବାକି ରହିଲା କିୟୋଟୋ ଯୋଉ ପ୍ରୋଟୋକଲଟା ରହିଲା ଆଉ ପ୍ୟାରିସ ଏଗ୍ରିମେଣ୍ଟଟା ଫୋକସ ଅନ ଦ ରିଡ୍ୟୁସିଂ ଦ ଗ୍ରୀନ ହାଉସ ଗ୍ୟାସେସ। କାଇଟୋ ପ୍ରୋଟୋକଲ ଆଉ ଯୋଉ ପ୍ୟାରିସ ଏଗ୍ରିମେଣ୍ଟଟା ସେଟା କାହିଁ କରାଯାଇଥିଲା ନା ଗ୍ରୀନ ହାଉସ ଗ୍ୟାସେସକୁ କମେଇବା ପାଇଁ ରିଡକ୍ସନ କରିବା ପାଇଁ। ଯେମିତି କି CO2 ମିଥେନ ଏଟା ସବୁ ପଡିଥିଲା ଆଗରୁ ସେ ତାର ମାତ୍ରାଟାକୁ କମେଇବା ପାଇଁ ଏଟା ଗ୍ଲୋବାଲ ୱାର୍ମିଂ କୁ କମେଇବା ପାଇଁ। ଆଉ ରାମସର କନଭେନସନ ହଉଛି କଣ ୱେଟଲ୍ୟାଣ୍ଡ କନଜରଭେସନ ହେଲା। ୱେଟଲ୍ୟାଣ୍ଡ କନଜରଭେସନ ପାଇଁକା ଆମେ ଆମର ରାମସର କନଭେନସନଟା କରିଥିଲୁ। ପରବର୍ତ୍ତୀ ପ୍ରଶ୍ନ ଅଛି କଣ ପବନର ନିଜର ସ୍ୱାଭାବିକ ଗତିପଥରୁ ବିଚ୍ୟୁତ ବା ବଙ୍କେଇ ଯିବାର ମୁଖ୍ୟ କାରଣ କଣ? What is the reason for the reflection of winds from their normal path ହେଲା। ଯଦି ପବନ ନିଜ ଯୋଉ ଯେ ଦିଗରେ ଯିବା କଥା ତାକୁ ଯଦି ସେ ବୁଲି ଯାଉଛି ତାକୁ ଆମେ କଣ କହିବା? ମାଧ୍ୟାକର୍ଷଣ ବଳ କହିବା ନା କୋରିଓଲିସ ଫୋର୍ସ ବୋଲି କହିବା ଆଉ ନା ହଉଛି କେନ୍ଦ୍ର ପ୍ରସାରୀ ବଳ କହିବା ନା ମ୍ୟାଗ୍ନେଟିକ ଫୋର୍ସ ବା ଚୁମ୍ବକୀୟ ବଳ ବୋଲି କହିବା। ସଠିକ ଉତ୍ତର କଣ ହବ କୋରିଓଲିସ ଫୋର୍ସ ଟିକେ ଆଗରୁ କହିକି ଆସିଲୁ ଯେ ଯୋଉ ନର୍ଦର୍ନ ହେମିସ୍ଫିୟର କଣ ହବ ଆଣ୍ଟି କ୍ଲକୱାଇଜ ବୁଲିବ ଆଉ ଯୋଉ ସଦର୍ନରେ କ୍ଲକୱାଇଜ ବୁଲିବ। ସେଟାକୁ ଆମେ କଣ କୋରିଓଲିସ ଫୋର୍ସ କହିଥାଉ ହେଲା। ବୁଝିପାରିଲେ? ତାପରେ ନେକ୍ସଟ କ୍ୱେଶ୍ଚନ ଯିବା। ନେକ୍ସଟ କ୍ୱେଶ୍ଚନ ଦେଇଛି କଣ କର୍କଟ କ୍ରାନ୍ତି ଏବଂ ମକର କ୍ରାନ୍ତି ମଧ୍ୟରେ କେଉଁ ମଣ୍ଡଳ ଅବସ୍ଥିତ ଯାହା ସବୁଠାରୁ ଅଧିକ ଉତ୍ତପ୍ତ ପାଇଥାଏ? Which zone is lies between the Tropic of Cancer and Tropic of Capricorn and receives the maximum heat ହେଲା। ଆମର ଯୋଉ ରହିଲା ଏଟା ଇକ୍ୱେଟର ରହିଲା ହେଲା ବା ଆମର ବିଷୁବ ରେଖା କୁହାଯାଏ। ଉପରଟା ରହିଲା ଟ୍ରପିକ ଅଫ କ୍ୟାନ୍ସର ବା କର୍କଟ କ୍ରାନ୍ତି, ତଳେ ରହିଲା ମକର କ୍ରାନ୍ତି। ଏଠି କ୍ୱେଶ୍ଚନ ଦେଲା କର୍କଟ କ୍ରାନ୍ତି ଆଉ ଯୋଉ ମକର କ୍ରାନ୍ତି ମଧ୍ୟରେ ଯୋଉ ଜାଗାଟା ରହିଛି ସେଟାକୁ ଆମେ କଣ ବୋଲି କୁହାଯାଏ ଯୋଉଟା କି ସବୁଠୁ ଉତ୍ତପ୍ତ ଥାଏ ହେଲା। ଏଇ ଜାଗାଟାକୁ ଆମେ କଣ ବୋଲି କହିବା? ଅପସନରେ କଣ ଦେଇଛି ନାତିଶୀତୋଷ୍ଣ ମଣ୍ଡଳ କହିବା, ହିମମଣ୍ଡଳ କହିବା ନା ଗ୍ରୀଷ୍ମ ମଣ୍ଡଳ କହିବା ନା ହଉଛି ମେରୁମଣ୍ଡଳ ବୋଲି କହିବା। ସଠିକ ଉତ୍ତରଟା କଣ ହବ ନା ଅପସନ ନମ୍ବର ସି ଯୋଉଟା କି ଟରେଡ ଜୋନ ବା ଗ୍ରୀଷ୍ମ ମଣ୍ଡଳ କହିବା। ମନେ ରହିବ କର୍କଟ କ୍ରାନ୍ତି ଆଉ ମକର କ୍ରାନ୍ତି ମଝିରେ ଯୋଉ ଜାଗାଟା ରହିଲା ସେଟାକୁ ଆମେ କଣ କହିବା ଗ୍ରୀଷ୍ମ ମଣ୍ଡଳ ବା ଟରେଡ ଜୋନ ବୋଲି କହିବା। ନା ଟରେଡ ଜୋନ ବା tropics receives a direct vertical rays in the sun for the most of the year ହେଲା। ବର୍ଷ ଯଦି କ୍ୱେଶ୍ଚନ ପଚାରେ ଯେ ବର୍ଷ ସାରା କୋଉଠି ଆମର ସୂର୍ଯ୍ୟଙ୍କ ଠାରୁ ସିଧା କିରଣ ପଡିଥାଏ ଅପସନ ଠିକ ହବ ଉତ୍ତରଟା କଣ ନା ଟରେଡ ଜୋନ ହେଲା ବା ଆମର ଗ୍ରୀଷ୍ମ ମଣ୍ଡଳ। ନା ଲିଡିଂ ଦ ମ୍ୟାକ୍ସିମମ ହିଟ୍ ଟେମ୍ପରେଟ ଜୋନ ହଉଛି କଣ ରିସିଭ୍ ଦ ସ୍ଲେଣ୍ଟ
ରେଜ୍ ବା କିରଣଟା ଟିକେ ବଙ୍କେଇ ଯାଇଥାଏ ଏଣ୍ଡ ହେଭ୍ ଆ ମଡରେଟ୍ କ୍ଲାଇମେଟ୍। ସେଠି କଣ ଅଧିକା ଗରମ ନାହିଁ ଅଧିକା ଥଣ୍ଡା ନାହିଁ, ଯେକି ନାତିଶୀତୋଷ୍ଣ ମଣ୍ଡଳ ଆମେ କହିଥାଉ ହେଲା। ଆଉ ଫ୍ରିଜ୍ଡ ବା ପୋଲାର ଜୋନ୍ କଣ କରେ ରିସିଭ୍ସ ଭେରି ଅବ୍ଲିକ୍, ମାନେ ବହୁତ କମ ପରିମାଣରେ କଣ ଯେହେତୁ ସେ ବୁଲିକି ଥାଏ 23.5 ଆମର କଣ ପୃଥିବୀଟା ଯେହେତୁ ବୁଲୁଛି ସେ କଣ ମାନେ ସୂର୍ଯ୍ୟକିରଣଟା ବହୁତ କମ, ସୂର୍ଯ୍ୟ ଏଠି ରହୁଛି ତେଣୁ ବହୁତ କମ କିରଣ ପାଇଥାଏ, ତେଣୁ ସେଥିପାଇଁ ସେଠି ବହୁତ କୋଲ୍ଡ ବା ଥଣ୍ଡା ହେଇଥାଏ। ସେଥିପାଇଁ ତାକୁ କଣ କୁହାଯାଏ ଫ୍ରିଜ୍ ଜୋନ୍ ବା ହିମମଣ୍ଡଳ ବୋଲି କୁହାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ ଅଛି ବାୟୁରେ ଉପସ୍ଥିତ ଥିବା ପ୍ରକୃତ ଜଳୀୟ ବାଷ୍ପର ପରିମାଣ ଏବଂ ସେହି ତାପମାତ୍ରାରେ ବାୟୁର ଧାରଣ କରିପାରୁଥିବା ସର୍ବାଧିକ ଜଳୀୟ ବାଷ୍ପ ଅନୁପାତକୁ କଣ କୁହାଯାଏ? କହିଲା କଣ ଯେ ଜଳୀୟ ବାଷ୍ପ ଗୋଟେ ଧର ଯୋଉ ଅଛି ତାର ଯେତିକି ପରିମାଣର ତା ଭିତରେ ଜଳବାୟୁ ଅଛି ହେଲା, ବାୟୁରେ ଯୋଉ ଯୋଉ ଜଳୀୟ ବାଷ୍ପ ରହିଲା ଆଉ ସିଏ ଯେତେ ମାନେ ତାପମାତ୍ରାର ସିଏ ଆଉ ଯେତିକି ଜଳୀୟ ବାଷ୍ପ ସେ ନେଇପାରିବ ସେଟାକୁ ତାର ଅନୁପାତକୁ ଆମେ କଣ କହିବା? What is the ratio of actual amount of water vapor present in the air? ହେଲା, ଏୟାର ଯେତିକି ୱାଟର ଭେପର ଅଛି ପ୍ଲସ୍ ଆଉ ମ୍ୟାକ୍ସିମମ୍ amount of amount it can hold the temperature is called, ମ୍ୟାକ୍ସିମମ୍ ଯେତିକି ସେ ନେଇପାରିଲା ତାକୁ ଆମେ କଣ କହିବା ତା ରେସିଓଟାକୁ? ଅପସନ କଣ ଦେଲା? ପରମ ଆର୍ଦ୍ରତା କହିବା, ନା ହଉଛି ବିଶିଷ୍ଟ ଆର୍ଦ୍ରତା କହିବା, ନା ହଉଛି ଆପେକ୍ଷିକ ଆର୍ଦ୍ରତା କହିବା, ନା ହଉଛି ଘନୀଭବନ ବୋଲି କହିବା। ସଠିକ ଉତ୍ତର କଣ ହବ? ତାର ଯୋଉ ରେସିଓଟା ରହିଥାଏ ତାକୁ କଣ କହିବା? ଅପସନ ନମ୍ବର ସି, ଯାହାକି ରିଲେଟିଭ ହ୍ୟୁମିଡିଟି ବା ଆପେକ୍ଷିକ ଆର୍ଦ୍ରତା ବୋଲି କହିବା। ରିଲେଟିଭ ହ୍ୟୁମିଡିଟି ଇଜ ଏକ୍ସପ୍ରେସଡ ଏଜ ଦ परसेंटेज ହେଲା, ୟାକୁ ସାଧାରଣତଃ ନମ୍ବର ନୁହେଁ ପରସେଣ୍ଟେଜ ଆକାରରେ, ଯେମିତି ଧର 20% ସେ ହ୍ୟୁମିଡିଟି ଅଛି ତେଣୁ ସେଟା କଣ କୁହାଯାଏ ଯୋଉ ହ୍ୟୁମିଡିଟି ମାପିବା ପାଇଁ 20% କୁହାଯାଏ, ମାନେ କଣ ସେ ଯେତିକି ରଖିପାରୁଥିଲା ଏବେ ତାଠୁ 20% ସିଏ ଅଧିକା ରଖିଛି, ତେଣୁ ୟାକୁ ସବୁବେଳେ ପରସେଣ୍ଟେଜ ମନେ ରଖିବେ। ରିଲେଟିଭ ହ୍ୟୁମିଡିଟି ସବୁବେଳେ ପରସେଣ୍ଟେଜରେ ତାକୁ ଡିନୋଟ କରାଯାଏ, କେବେ ନମ୍ବରରେ କରାଯାଏନି। ଆଉ ଆମେ ଏକ୍ସଟ୍ରା ପଏଣ୍ଟ କଣ କଣ ରହିଲା ନା ଏବ୍ସୋଲ୍ୟୁଟ ହ୍ୟୁମିଡିଟି ବା ପରମ ଆର୍ଦ୍ରତା, ସେଟା ହଉଛି କଣ ନା ଇଜ ଦ ମାସ୍ ଅଫ ଦ ୱାଟର ଭେପର ପର ଭଲ୍ୟୁମ ଅଫ ଏୟାର। ଏବ୍ସୋଲ୍ୟୁଟ ହ୍ୟୁମିଡିଟି ହଉଛି କଣ ଗୋଟେ ଧର ଯୋଉ ଆମର କଣ କରୁଛି ନା ୱାଟର ଭେପର ଅଛି ସେ କେତେ ପରିମାଣରେ କଣ ଅଛି ୱାଟର କଣ୍ଟେଣ୍ଟ କରିପାରୁଛି ବା ଜଳୀୟ ବାଷ୍ପ କେତେ ପରିମାଣରେ ତା ଭିତରେ ପାଣି ଅଛି ସେଟା କଣ କହିବା ପର ଭଲ୍ୟୁମ, ମାନେ ଯେତିକି ଅନୁପାତରେ ସେ ଅଛି ସେ ଅନୁସାରେ ଧର ଯୋଉ ଗୋଟେ ଜଳୀୟ ବାଷ୍ପ କେତେ ଧର ଯୋଉ 2 ମିଲିଲିଟର ପାଣି ସେ ରଖିଛି, ତେଣୁ ସେଇଟା ହଉଛି ହେଇଯିବ କଣ ତାର ନା ଏବ୍ସୋଲ୍ୟୁଟ ହ୍ୟୁମିଡିଟି ବୋଲି କହିବା ହେଲା। ସେଟା ହଉଛି ଏମାଉଣ୍ଟ ଅଫ ୱାଟର ମାନେ କେତେ ପ୍ରକାର କେତେ ପରସେଣ୍ଟେଜର ସେ ପାଣି କ୍ୟାରି କରିଛି ପର ୟୁନିଟ ଭଲ୍ୟୁମ ଅନୁସାରେ ହେଲା। ନେକ୍ସଟ ଆସିଲା କଣ ସ୍ପେସିଫିକ ହ୍ୟୁମିଡିଟି ବା ଆମର ଯୋଉ ବିଶିଷ୍ଟ ସାନ୍ଦ୍ରତା ହେଲା, ବିଶିଷ୍ଟ ଆର୍ଦ୍ରତା। ବିଶିଷ୍ଟ ଆର୍ଦ୍ରତା କାହାକୁ କୁହାଯାଏ? ଇଜ ଦ ମାସ୍ ଅଫ ୱାଟର ଭେପର ପର ଟୋଟାଲ ମାସ୍ ଅଫ ଦ ଏୟାର ହେଲା। ସେଟା ଯେମିତି ଆମର ଭଲ୍ୟୁମ ଅନୁସାରେ ଆସିଲା, ଏଟା ହଉଛି ଟୋଟାଲ ମାସ୍ ଅନୁସାରେ କେତେ ସିଏ ରଖିଲା। ଯଦି ମାସ୍ କହିଲା ତାହେଲେ ଆମେ କଣ କହିବା ସ୍ପେସିଫିକ ହ୍ୟୁମିଡିଟି, ଯଦି ସିଏ ଭଲ୍ୟୁମ ଅନୁସାରେ କହିଲା ତାହେଲେ ହେବ ଏବ୍ସୋଲ୍ୟୁଟ ହ୍ୟୁମିଡିଟି। ନେକ୍ସଟ ଆସିଲେ କଣ କଣ୍ଡେନସେସନ। କଣ୍ଡେନସେସନ ହଉଛି କଣ ଇଜ ଦ ପ୍ରୋସେସ ଅଫ ଭେପର ଟର୍ନିଂ ଇନଟୁ ଲିକ୍ୱିଡ ହେଲା। ଘନୀଭବନ ହଉଛି କଣ ଯେଟା କି ଆମେ କଣ କହିବା ନା ଆମର ଗ୍ୟାସଟା ଯଦି ଆମର କଣ ହେଇଯିବ ଲିକ୍ୱିଡ ଷ୍ଟେଟକୁ ଡାଇରେକ୍ଟ ଚାଲିଯିବ ତାକୁ ଆମେ କଣ କହିବା କଣ୍ଡେନସେସନ ବୋଲି କହିପାରିବା। ପରବର୍ତ୍ତୀ ପ୍ରଶ୍ନ ଅଛି which of the following is not a greenhouse gases? ନିମ୍ନଲିଖିତ ମଧ୍ୟରୁ କୋଉଟା ଗୋଟେ ଗ୍ରୀନ ହାଉସ ବା ସବୁଜ ଗୃହର ଗ୍ୟାସ ହବ ନାହିଁ। ଗ୍ରୀନ ହାଉସ ଆଗରୁ ବୁଝିଛି, ତେଣୁ ଅପସନଟା ଦେଖିବା। ଅପସନ ଏ ଅଛି ମିଥେନ, ବି ଅଛି ଅଙ୍ଗାରକାମ୍ଳ, ସି ଅଛି ଆର୍ଗନ, ନା ହଉଛି ଡି ଯୋଉ ଜଳୀୟ ବାଷ୍ପ। ତେଣୁ ଏହାର ସଠିକ ଉତ୍ତର କଣ ହବ? କୋଉଟାକୁ ଆମେ ଗ୍ରୀନ ହାଉସ ଗ୍ୟାସ ବୋଲି କହିପାରିବାନି। ଅପସନ ନମ୍ବର ସି ଟାକି କଣ କୁହାଯାଏ ଆର୍ଗନ। ଆର୍ଗନ ଗୋଟେ ଗ୍ରୀନ ହାଉସ ଗ୍ୟାସ ଭିତରେ ଯିବ ନାହିଁ, କାରଣ ଏ ହଉଛି ଗୋଟେ ଇନର୍ଟ ନୋବେଲ ଗ୍ୟାସ ହେଲା। ଡଜ ନଟ ଏବଜର୍ଭ ଇଟ ଅର ଟ୍ରାପ୍ ଇନ ଇନଫ୍ରାରେଡ୍ ଥର୍ମାଲ ରେଡିଏସନ ହେଲା, ଯୋଉଟା କି ମିଥେନ ଆମର ଏବଜର୍ଭ କରିଥାଏ, କାର୍ବନ ଡାଇଅକ୍ସାଇଡ ଏବଜର୍ଭ କରିଥାଏ, ଆଉ ୱାଟର ଭେପର ତ ପ୍ରୋମିନେଣ୍ଟ ମାନେ ସବୁଠୁ ଅଧିକା କୁହାଯାଏ ଗ୍ରୀନ ହାଉସ ଗ୍ୟାସେସ୍ ଭିତରେ ଅଛି କଣ ନା ଆମର ୱାଟର ଭେପର ହେଲା। ସବୁଠୁ ଅଧିକା ସେ କଣ କରେ ବୁଝେଇଥିଲା ଆଗରୁ ଯେ ସୌର କିରଣ ଗୁଡାକ ମାନେ ଟ୍ରାପ କରି ରଖିନିଏ ହେଲା, ତେଣୁ ସେଥିପାଇଁ ଆମର କଣ ହୁଏ ନା ଗ୍ରୀଷ୍ମ ଦିନରେ ଗରମ ଅଧିକା ଲାଗିଥାଏ ବା ଆମର ଟେମ୍ପରେଚର ଯୋଉ ଆମର ଚେଞ୍ଜ ହେଇଥାଏ ଅଲଗା ପ୍ଲାନେଟ ଅନୁସାରେ। ପରବର୍ତ୍ତୀ ପ୍ରଶ୍ନ ଅଛି ବାୟୁମଣ୍ଡଳର ବିଭିନ୍ନ ସ୍ତରରେ ମଧ୍ୟବର୍ତ୍ତୀ ସୀମାକୁ ପଜ କୁହାଯାଏ। ଟ୍ରପୋସ୍ଫିୟର ଏବଂ ଷ୍ଟ୍ରାଟୋସ୍ଫିୟର ମଧ୍ୟରେ ଥିବା ସୀମାକୁ ଆମେ କଣ କହିବା? ଦ ବାଉଣ୍ଡରିଜ ବିଟୱିନ୍ ଡିଫରେଣ୍ଟ ଲେୟାର of atmosphere are called as pose. What is the boundary between the troposphere stratosphere? Troposphere और stratosphere ଭିତରେ ଯୋଉ pose ଟା ରହିଛି ତାକୁ ଆମେ କଣ କହିବା? Stratopause କହିବା, tropopause କହିବା, ନା mesopause କହିବା, ନା thermopause ବୋଲି କହିବା। ସଠିକ ଉତ୍ତର କଣ ହବ ନା tropopause। ସବୁବେଳେ ତଳ ଲେୟାର ଟା ଯୋଉଟା ଥିବ ଯେମିତି ଆମର ଫାର୍ଷ୍ଟ ହଉଛି troposphere ତାପରେ ହଉଛି stratosphere, ତେଣୁ ଆମେ ତଳ ଲେୟାର କୁ ନେଇକି ସବୁବେଳେ pose ମାନେ ଯୋଉ ମଝି ସ୍ଥାନଟା ନେମିଂ କରିବା tropopause ବୋଲି କହିବା। ମନେ ରହିବ। ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ଅଛି କଣ ହ୍ୱାଟ ନେମ୍ ଇଜ ଗିଭେନ୍ ଟୁ ଦ ଲୋକାଲ ୱିଣ୍ଡ ଦ୍ୟାଟ ବ୍ଲୋ ଫ୍ରମ ଦ ସି ଟୁ ଲ୍ୟାଣ୍ଡ ଡ୍ୟୁରିଂ ଦ ଡେ। ଦିନ ବେଳା ସମୁଦ୍ରରୁ ସ୍ଥଳଭାଗକୁ ପ୍ରବାହିତ ହେଉଥିବା ସ୍ଥାନୀୟ ପବନକୁ ଆମେ କଣ କହିବା? ହେଲା, ଅପସନ କଣ ଥିଲା? ସ୍ଥଳ ସମୀର, ଆଉ ସମୁଦ୍ର ସମୀର, ଆଉ ମୌସୁମୀ, ନା ହଉଛି ବାତ୍ୟା ହେଲା। ଦିନ ବେଳା ଯୋଉ ପ୍ରକାର ସମୁଦ୍ରରୁ ସ୍ଥଳଭାଗକୁ ଯୋଉ ପବନଟା ବହେ ତାକୁ କଣ କହିବା? ସଠିକ ଉତ୍ତର ନା ସି ବ୍ରିଜ ବା ସମୁଦ୍ର ସମୀର ବୋଲି କହିବା। ସମୁଦ୍ର ସମୀର ବୁଝିବାକୁ ଗଲେ କଣ ହବ ନା ଡେ ଟାଇମ ରେ କଣ ହୁଏ? ପ୍ରଥମ କଥା ହଉଛି ଆମର ଜଳଭାଗ ଧର ଯୋଉ ରହିଲା ଏଠି ସ୍ଥଳଭାଗ ରହିଲା। ଜଳ ଭାଗରେ ଜଳ ହୁଏ କଣ ନା ସ୍ଥଳ ତୁଳନାରେ ଲେଟ ରେ ଗରମ ହୁଏ। ସ୍ଥଳଟା ବା ଆମର ଲ୍ୟାଣ୍ଡ ଏରିଆ ଯୋଉଟା ସେଟା ଶୀଘ୍ର ଗରମ ହେଇଯାଏ, ତେଣୁ ଶୀଘ୍ର ଗରମ ମାନେ ତା ଉପରେ ଯୋଉ ଜଳୀୟ ବାଷ୍ପ ସବୁଆଡେ ଜଳୀୟ ବାଷ୍ପ ରହିଛି ସେ ଜଳୀୟ ବାଷ୍ପ କଣ ହବ ଶୀଘ୍ର ଗରମ ହେଇକି ବାଷ୍ପ ଉପରକୁ ଉଠିଯିବ। ଯେହେତୁ ଏଟା ଉଠିଗଲା ୟା ଜାଗା ପୂରଣ କରିବା ପାଇଁ ଏଇ ଯୋଉ ଜଳ ଭାଗରେ ଥିଲା ଏଠି ତ ଜଳୀୟ ବାଷ୍ପ ତ ଯେମିତି ନର୍ମାଲ ରହିବା କଥା ସେ
ନର୍ମାଲ ଅଛି, ତେଣୁ ଇଏ କଣ ସେଇ ଜାଗା ପୂରଣ କରିବା ପାଇଁ ସେଠିକି ପଳେଇଯିବ। ତେଣୁ ସେଥିପାଇଁ ଦିନ ବେଳେ କଣ ହୁଏ ନା ଆମର ସ୍ଥଳ ଜଳ ଭାଗରୁ ସ୍ଥଳ ଆଡକୁ ପବନ ଯାଇଥାଏ। ସେଟା କଣ କୁହାଯାଏ, ଯେହେତୁ ଯୋଉ ଆଡୁ ପବନଟା ଯାଉଛି, ମନେ ରଖିଥିବେ ଯୋଉ ଆଡୁ ପବନଟା ଯିବ ସେଇ ଅନୁସାରେ ନେମିଂ ହବ। ମାନେ ଏଟା ସମୁଦ୍ରରୁ ଗଲା, ତେଣୁ ଏଟା କଣ କୁହାଯିବ ସମୁଦ୍ର ସମୀର ବା ଆମର ଯୋଉ ସି ବ୍ରିଜ ବୋଲି କହିବା। କିନ୍ତୁ ରାତି ଯେତେବେଳେ ହବ, ରାତି କଣ ହବ ନା ଯେହେତୁ କହିଥିଲି ଯେ ଜଳଭାଗ ଲେଟ ରେ ଗରମ ହବ ଆଉ ଲେଟ ରେ ଥଣ୍ଡା ହବ। ଲେଟ ରେ ଥଣ୍ଡା ହବ ଯେହେତୁ ଏଠି କଣ ୟା ଉପରେ ଯୋଉ ଜଳୀୟ ବାଷ୍ପ ଥିଲା ସେଟା କଣ ବାଷ୍ପ ହେଇକି ଉପରକୁ ଉଠିଯିବ, କିନ୍ତୁ ଲ୍ୟାଣ୍ଡ ଯେହେତୁ ଶୀଘ୍ର ଥଣ୍ଡା ହେଇଯାଇଛି, ତେଣୁ ୟା ଉପରେ ଯୋଉ ଜଳୀୟ ବାଷ୍ପଟା ଥିଲା ସିଏ ତ ଭାରି ଏବେ ହେଇକି ଥିବ, ସିଏ କଣ କରିବ ୟା ଜାଗାଟା ପୂରଣ କରିବା ପାଇଁ ଆସିବ। ତେଣୁ ଯେହେତୁ ପବନଟା ଏପଟରୁ ସ୍ଥଳ ଭାଗରୁ ଜଳ ଭାଗକୁ ଆସୁଛି, ତେଣୁ ସେ ଅନୁସାରେ ନାମିଂ ହବ। ମାନେ କଣ ହେଇଯିବ ସେତେବେଳେ ଲ୍ୟାଣ୍ଡ ବ୍ରିଜ ବୋଲି କହିବା ବା ସ୍ଥଳ ସମୀର ବୋଲି କହିବା। ବୁଝିପାରିଲେ? ନେକ୍ସଟ ଯିବା। ପବନ ଦିଗ ନିରୂପଣ କରିବା ପାଇଁ କୋଉ ଯନ୍ତ୍ର ଆମେ ବ୍ୟବହାର କରିବା? Which instrument is used to determine the direction of the wind? ଅପସନ ରେ କଣ ଅଛି? ଆନିମୋମିଟର କହିବା, ୱିଣ୍ଡ ଭ୍ୟାନ କହିବା, ନା ହଉଛି ବୃଷ୍ଟି ମାପକ କହିବା, ନା ହଉଛି ବାରୋମିଟର ବୋଲି କହିବା। ସଠିକ ଉତ୍ତର କଣ ହବ? ଆମେ ଯୋଉ ପବନର ଦିଗ ନିର୍ଣ୍ଣୟ କରିବା ପାଇଁ ବ୍ୟବହାର କରୁଛୁ ସେଟା କଣ କହିବା? ୱିଣ୍ଡ ଭ୍ୟାନ ବୋଲି କହିବା ବା ବାତ ପତାକା ବୋଲି କହିବା। ହେଲା, ମନେ ରହିବ। ଏନିଓମିଟର କୋଉଠି ବ୍ୟବହାର କରାଯାଏ ନା ମେଜର ଦ ୱିଣ୍ଡ ସ୍ପିଡ। ହେଲା, ତେଣୁ ଦିଟା, ଗୋଟେ ହଉଛି ଆମର ୱିଣ୍ଡ ଭ୍ୟାନ, ଆଉ ହଉଛି ଏନିଓମିଟର। ଏନିଓମିଟର ବ୍ୟବହାର କରାଯାଏ ଆମର ୱିଣ୍ଡର ସ୍ପିଡ ଜାଣିବା ପାଇଁ, କିନ୍ତୁ ଦିଗ ଜାଣିବା ପାଇଁ ଆମେ ୱିଣ୍ଡ ଭ୍ୟାନ, କନଫ୍ୟୁଜ ହେବେନି। ଭ୍ୟାନ ହଉଛି ୱିଣ୍ଡ ଭ୍ୟାନଟା ହଉଛି କଣ ଦିଗ ଜାଣିବା ପାଇଁ, ସ୍ପିଡ ଜାଣିବା ପାଇଁ ହଉଛି ଏନିଓମିଟର। ହେଲା, ଆଉ ରେନ ଗଜ ଆମେ ବ୍ୟବହାର କରିଥାଉ କଣ ପାଇଁ ନା ଏମାଉଣ୍ଟ ଅଫ ପ୍ରେସିପିଟେସନ ବା କେତେ କଣ ବର୍ଷା ହଉଛି ତାକୁ ଜାଣିବା ପାଇଁ ରେନ ଗଜ ଆମେ ବ୍ୟବହାର କରିଥାଉ। ବ୍ୟାରୋମିଟର ତ ଆଗରୁ ଡିସ୍କସନ କରିଥିଲି, ପ୍ରେସର ଜାଣିବା ପାଇଁ ଆମେ ବ୍ୟବହାର କରିଥାଉ। ଆଉ ହ୍ୟୁମିଡିଟି ପାଇଁ ହାଇଗ୍ରୋମିଟର ବ୍ୟବହାର କରିଥାଉ। ପରବର୍ତ୍ତୀ ପ୍ରଶ୍ନ ଅଛି, ଆନ୍ତର୍ଜାତୀୟ ଅଭିସରଣ ବଳୟ ବା ITCZ ଯାହାକୁ କୁହାଯାଏ, କେଉଁ କାଳ୍ପନିକ ରେଖା ନିକଟରେ ଅବସ୍ଥିତ ଏକ ନିମ୍ନ ଚାପ ବଳୟ? ହେଲା, ଦ ଇଣ୍ଟର ଟ୍ରପିକାଲ କନଭରଜେନ୍ସ ଜୋନ ଯୋଉଟା ITCZ ବୋଲି କୁହାଯାଏ, ଇଜ ଲୋୟର ପ୍ରେସର ଜୋନ ଲୋକେଟେଡ ନିୟର ୱିଥ ହୁଇଚ ଲାଇନ? ହେଲା, କୋଉ ଲାଇନ ପାଖରେ ଦେଖାଯାଏ? ଅପସନ କଣ ଅଛି? କର୍କଟ କ୍ରାନ୍ତି, ଟ୍ରପିକ ଅଫ କ୍ୟାନ୍ସର, ମକର କ୍ରାନ୍ତି, ଯାକି ଟ୍ରପିକ ଅଫ କ୍ୟାପ୍ରିକମ, ଆଉ ଇକ୍ୱେଟର ଯୋଉଟା କି ବିଷୁବ ରେଖା, ନା ଅପସନ ନମ୍ବର ଡି ପ୍ରାଇମ ମେରିଡିଆନ ବା ମୁଖ୍ୟ ମଧ୍ୟାହ୍ନ ରେଖା। ତେଣୁ ଆମର ITCZ ଯୋଉଟା କି ଆମର ଅନ୍ତର କ୍ରାନ୍ତୀୟ ଅଭିସରଣ ବଳୟ ଯୋଉଟା କୁହାଯାଏ, ସେଟା କୋଉ ରେଖା ପାଖରେ ଦେଖାଯାଏ? ସଠିକ ଉତ୍ତର କଣ? ବିଷୁବ ରେଖା ବା ଇକ୍ୱେଟର ପାଖରେ ଦେଖାଯାଏ। The ITCZ is the belt of low pressure circling earth near the equator. Equator ପାଖରେ ଦେଖାଯାଇଥାଏ। ହେଲା, where the trade winds of the northern and southern hemisphere come together। ହେଲା, ଉଭୟ ଉତ୍ତର ଗୋଲାର୍ଦ୍ଧ ଆଉ ଦକ୍ଷିଣ ଗୋଲାର୍ଦ୍ଧରୁ ପବନଟା ଏଇ ଯୋଉ ITCZ ଦେଇକି ଯାଇଥାଏ, ଯୋଉଟା କି ଇକ୍ୱେଟର ପାଖାପାଖି ଅଞ୍ଚଳରେ ଦେଖାଯାଏ। ହେଲା, ପ୍ରାଇମ ମେରିଡିଆନ ଡିଟରମାଇନ ଦ ଟାଇମ। ହେଲା, ଆଉ ଯୋଉ ଅପସନ ଟା ଡି ଥିଲା ପ୍ରାଇମ ମେରିଡିଆନ, ସିଏ କଣ କରେ ନା ଟାଇମ ର ଜାଣିବା ପାଇଁ ଆମେ ବ୍ୟବହାର କରିଥାଉ ପ୍ରାଇମ ମେରିଡିଆନ କୁ। ପ୍ରାଇମ ମେରିଡିଆନ ଧର ଯୋଉ ଏଠି ଅଛି, ଉତ୍ତର ଦିଗକୁ ଗଲେ ପ୍ଲସ ହବ ଟାଇମ ଟା, ଦକ୍ଷିଣକୁ ଆସିଲେ ଆମର ସରି ଇଷ୍ଟ କୁ ଗଲେ ପ୍ଲସ ହବ, ୱେଷ୍ଟ କୁ ଆସିଲେ କଣ ହବ ନା ମାଇନସ ହବ। ସେ ଅନୁସାରେ ପ୍ରାଇମ ମେରିଡିଆନ ଟାଇମ ବ୍ୟବହାର କରିଥାଉ, ଆଉ କ୍ଲାଇମେଟ ପାଇଁ ତ ବ୍ୟବହାର କେବେ କରିନଥାଉ। ମନେ ରଖିଥିବେ କଣ, ITCZ ଏମିତି ଗୋଟେ ଜାଗା ଯୋଉଥିରେ କି କଣ ହୁଏ ନା ନର୍ଦର୍ନ ହେମିସ୍ଫିୟର ଆଉ ସଦର୍ନ ହେମିସ୍ଫିୟର ର ଯୋଉ ଟ୍ରେଡ ୱିଣ୍ଡସ ଟା ଅଛି ସେଟା ଦି ଜଣ ଆସିକି ମିଶିଥାନ୍ତି। ହେଲା, ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଉଚ୍ଚତା ବଢିବା ସହିତ ତାପମାତ୍ରା ହ୍ରାସ ନ ହୋଇ ବୃଦ୍ଧି ପାଇବା ଘଟଣାକୁ ଆମେ କଣ କହିବା? ହ୍ୱାଟ ଇଜ ଦ ଫେନୋମେନା ଅଫ ଟେମ୍ପରେଚର ଇନକ୍ରିଜିଂ ୱିଥ ଆଲ୍ଟିଟ୍ୟୁଡ ଇନଷ୍ଟେଡ ଅଫ ଡିକ୍ରିଜିଂ? ଯେହେତୁ ଆମର ଆଲ୍ଟିଟ୍ୟୁଡ ଅନୁସାରେ ତାପମାତ୍ରା କମିବା କଥା, ବଢୁଛି କଣ ପାଇଁ ନା ଅପସନ କଣ ଥିଲା? ସ୍ୱାଭାବିକ ହ୍ରାସ ହାର, ନା ହଉଛି ତାପମାତ୍ରାର ବିଲୋମତା, ନା ହଉଛି ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ତାପନ, ନା ହଉଛି ଗ୍ରୀନ ହାଉସ ଇଫେକ୍ଟ ବା ସବୁଜ ଗୃହ ପ୍ରଭାବ। ସଠିକ ଉତ୍ତର କଣ ହବ ନା ଟେମ୍ପରେଚର ଇନଭର୍ସନ ବା ତାପମାତ୍ରାର ବିଲୋମତା। ହେଲା, ଟେମ୍ପରେଚର ଇନଭର୍ସନ ଇଜ ଏ ରିଭର୍ସାଲ ଅଫ ନର୍ମାଲ ବିହେଭିୟର ଅଫ ଟେମ୍ପରେଚର ଇନ ଦ ଟ୍ରୋପୋସ୍ଫିୟର। ହେଲା, ଟ୍ରୋପୋସ୍ଫିୟର ର କଣ ହୁଏ ନା ନର୍ମାଲ ଯେହେତୁ ଲ ଅନୁସାରେ କଣ ହବା କଥା, ଉଚ୍ଚତା ବଢିବା ସହିତ ତାପମାତ୍ରା ହ୍ରାସ ପାଇବା କଥା, କିନ୍ତୁ ତାପମାତ୍ରା ବୃଦ୍ଧି ପାଉଛି। where the layer is cool air at the surface is overloaded by the layer of warmer air। ହେଲା, ସେଠି କଣ ହଉଛି ନା ଉପରୁ ଯେତେ ଯେତେ ଉଠି ଯାଉଛି ସେଠି କଣ ହଉଛି ନା ଆମର ଗରମ ବାୟୁ ହଉଛି, ସେଟାକୁ ଆମେ କଣ କହିବା ନା ତାପମାତ୍ରା ବିଲୋମତା। ହେଲା, ମାନେ ସେ କଣ ହଉଛି ରୁଲ ଟାକୁ ଉଲ୍ଟା କରୁଛି, ତେଣୁ ସେଥିପାଇଁ ଇନଭର୍ସନ। ମନେ ରଖିବେ ରୁଲ ଉଲ୍ଟା ଯୋଉ ତାକୁ ଇନଭର୍ସନ କହିଥାଉ, ସେଟା ଦେଖାଯାଏ ଟ୍ରୋପୋସ୍ଫିୟର। ଯେହେତୁ ଉଚ୍ଚତା ସହିତ ଟେମ୍ପରେଚର ହ୍ରାସ ପାଇବା କଥା, କିନ୍ତୁ ଟେମ୍ପରେଚର ଟା କଣ ହଉଛି ବଢି ଯାଉଛି। ହେଲା, ପରବର୍ତ୍ତୀ ପ୍ରଶ୍ନକୁ ଯିବା। କଣ ଅଛି? ଦୈନନ୍ଦିନ ଅତ୍ୟଧିକ ସୌର ଉତ୍ତାପ ଯୋଗୁଁ ବିଷୁବରେଖୀୟ ଅଞ୍ଚଳରେ ପ୍ରାୟତଃ କେଉଁ ପ୍ରକାର ବର୍ଷା ଦେଖାଯାଏ? ହେଲା, which type of rainfall is common in the equatorial region due to the high daily solar heating? ହେଲା, ଅପସନ କଣ ଦେଇଛି? ଶୈଳତାପ ବର୍ଷା, ପରିଚଳନ ବର୍ଷା, ନା ହଉଛି ବାତ୍ୟା ଜନିତ ବର୍ଷା, ନା ହଉଛି ସମୁକୁ ବର୍ଷା। ହେଲା, ସଠିକ ଉତ୍ତର କଣ ହବ? ବିଷୁବରେଖା ପାଖରେ ଯୋଉ ଆମର ଟେମ୍ପରେଚର ଅଧିକା ଯୋଉ ବର୍ଷା ହେଇଥାଏ, କଣ କହିବା ତାକୁ ନା କନଭେକ୍ଟରାଲ ରେନଫଲ, ମାନେ ପରିଚଳନ ବର୍ଷା। ଡିସ୍କସନ କରିଥିଲେ ଆଗରୁ ଯେ ଇକ୍ୱେଟୋରିଆଲ ରେ ଯୋଉ ଲ୍ୟାଣ୍ଡ ଗରମ ହେଇଯାଉଛି, ଯୋଉ ବର୍ଷା ହେଇଥାଏ ଆମେ କଣ କହିଥାଉ? ପରିଚଳନ ବର୍ଷା ବୋଲି କହିଥାଉ। ଇନ୍ ଇକ୍ୱେଟୋରିଆଲ ରିଜନ ଇଣ୍ଟେନ୍ସ ଗ୍ରାଉଣ୍ଡ ହିଟିଂ। ହେଲା, ଯେହେତୁ ଗ୍ରାଉଣ୍ଡ ହିଟିଂ ହଉଛି ସେଥିପାଇଁ ରାଇଜ ରେପିଡଲି ଟେମ୍ପରେଚର ବଢି ହଉଛି, କୁଲ ହଉଛି, କଣ୍ଡେନସେସନ ହଉଛି, ଆଉ ପ୍ରେସିପିଟେସନ ହଉଛି, ମାନେ ବର୍ଷା ହଉଛି ୟୁଜୁଆଲି ଡ୍ୟୁରିଂ
କ୍ଲକ୍ ରେନ୍ ମାନେ 4ଟା ଟାଇମରେ ଯୋଉ ଅପରାହ୍ନ 4ଟା ଟାଇମରେ କଣ ସାଧାରଣତଃ ଏଇପରି ବର୍ଷା ଦେଖାଯାଏ। ଦିସ୍ ଇଜ ଦ କ୍ଲାସିକ୍ କନଭେକ୍ଟିଭ ରେନଫଲ୍। ସେଟାକୁ ଆମେ କଣ କହିଥାଉ ନା କନଭେକ୍ଟିଭ ରେନଫଲ୍ ବୋଲି କହିଥାଉ। ସାଧାରଣତଃ ଏଟା ଲ୍ୟାଣ୍ଡ ବା ଆମର ଯୋଉ ସ୍ଥଳଭାଗ ଅଧିକ ଗରମ ହେବା ଯୋଗୁଁ ଆମେ କନଭେକ୍ଟିଭ ବା ପରିଚଳନ ବର୍ଷା ଦେଖିବାକୁ ପାଇଥାଉ, ଯୋଉଟା କି ଇକ୍ୱେଟର ପାଖରେ 4ଟା ଟାଇମରେ। ପରବର୍ତ୍ତୀ ପ୍ରଶ୍ନ ରହିଲା କଣ, ବିଷୁବରେଖା ନିକଟରେ ଥିବା ଶାନ୍ତ ବାୟୁବଳୟ ଅଞ୍ଚଳକୁ କଣ କହିବା? ହ୍ୱାଟ ଆର୍ ଦ ରିଜିଅନ ଅଫ ଦ କ୍ଲେମ୍ ଅର ଲାଇଟ୍ ଭେରିଏବଲ ୱିଣ୍ଡସ୍ ନିୟର ଦ ଇକ୍ୱେଟର? ଇକ୍ୱେଟର ପାଖରେ ଯୋଉ ପ୍ରକାର ଆମେ ବାୟୁ ଦେଖିବାକୁ ପାଇଥାଉ କଣ କହିବା? ଅପସନ କଣ ଦେଇଛି, ଅଶ୍ଵ ଅକ୍ଷାଂଶ ବା ହର୍ସ ଲାଟିଟ୍ୟୁଡ କହିବା, ନା ଡଲଡ୍ରୁମ୍ସ କହିବା, ନା ଅପସନ ନମ୍ବର ସି ଅଛି ଗର୍ଜନକାରୀ ଚାଳିଶ କହିବା, ନା ହଉଛି ୱେଷ୍ଟର୍ଲାଇଜ ବା ପଶ୍ଚିମା ପବନ ବୋଲି କହିବା? ସଠିକ ଉତ୍ତର କଣ ହବ ନା ଡଲଡ୍ରୁମ କହିବା। ହେଲା, ମନେ ରଖିଥିବେ ଯୋଉ ଇକ୍ୱେଟର ପାଖରେ ଯୋଉ ପ୍ରକାର ଆମେ ଶାନ୍ତ ବାୟୁଟା ଦେଖାଯାଏ ତାକୁ ଡଲଡ୍ରୁମ କହିବା। ଡଲଡ୍ରୁମ ଇଜ ଦ ମେରିଟାଇମ ଟର୍ମ ଫର ଦ ଇକ୍ୱେଟୋରିଆଲ लो प्रेशर बेल्ट कैटेगराइज्ड बाय द क्लेम एंड वीक विंड। ହେଲା, ପଚାରି ପାରେ ଡଲଡ୍ରୁମ ହଉଛି କୋଉ ପ୍ରକାର ୱିଣ୍ଡ, ନା ହଉଛି ମନେ ରଖିଥିବେ କ୍ଲେମ ଶାନ୍ତ ଆଉ ୱିକ୍ ମାନେ କଣ କୁହାଯାଏ ଷ୍ଟ୍ରଙ୍ଗ ସେତେ ନୁହେଁ ଆଉ। ହେଲା, ଦୁର୍ବଳ ପବନ ବୋଲି କୁହାଯାଏ। କିନ୍ତୁ ଯଦି ପଚାରିବ ହର୍ସ ଲାଟିଟ୍ୟୁଡ ଯୋଉଟା କି ଆମର ଅଶ୍ଵ ଅକ୍ଷାଂଶ କୁହାଯାଏ, ଆର ଦ ହାଇ ପ୍ରେସର ବେଲ୍ଟ, ଇଏ लो ପ୍ରେସର ବେଲ୍ଟ ଦେଖାଉଥିଲା ବେଳେ ହର୍ସ ଲାଟିଟ୍ୟୁଡ ଟା ହାଇ ପ୍ରେସର ବେଲ୍ଟ ଦେଖାଉଛି କୋଉଠୁ କୋଉଠି ପର୍ଯ୍ୟନ୍ତ ନା 30 ଡିଗ୍ରୀ ରୁ 35 ଡିଗ୍ରୀ ନର୍ଥ ଆଉ ସାଉଥ। ହେଲା, ଇକ୍ୱେଟର ଏଇଟା ହେଲା ଉପରକୁ 30 ଡିଗ୍ରୀ ରୁ 35 ପର୍ଯ୍ୟନ୍ତ, ତଳେ ବି ସେଇ 30 ରୁ 35 ଡିଗ୍ରୀ ପର୍ଯ୍ୟନ୍ତ ଯୋଉ ନର୍ଥ ଆଉ ସାଉଥ ରହିଲା ସେଇ ତାରି ପାଖରେ କଣ ଦେଖାଯାଏ ନା ହଉଛି ହର୍ସ ଲାଟିଟ୍ୟୁଡ ବୋଲି କୁହାଯାଏ। ଆଉ ରୋୟାରିଂ 40 ଯୋଉଟା କି ଆମର କଣ ରହିଲା ଗର୍ଜନକାରୀ 40 ଟା ଦେଖାଯାଏ କୋଉଠି ନା ୱେଷ୍ଟର୍ନ ଲାଇଜ ବିଟୱିନ ଦ 40 ରୁ 50 ଡିଗ୍ରୀ ସାଉଥ। ମନେ ରଖିଥିବେ ଯୋଉ ରୋୟାରିଂ 40 ବା ଗର୍ଜନକାରୀ 40 ଯୋଉ କୁହାଯାଉଛି ସେଟା ସାଉଥ ରେ କେବଳ ହିଁ ଦେଖାଯାଏ, କେତେ ନା 40 ଡିଗ୍ରୀ ଭିତରେ। ହେଲା, 40 ଡିଗ୍ରୀ ଭିତରେ ଆମକୁ 40 ରୁ 50 ଡିଗ୍ରୀ ସାଉଥ ରେ ହିଁ କେବଳ ଆମର ଗର୍ଜନକାରୀ 40, ସେ ନେମିଂ ଅନୁସାରେ 40 ଅନୁସାରେ ଗର୍ଜନକାରୀ 40 ବୋଲେ ରୋୟାରିଂ 40 ବୋଲି କୁହାଯାଏ। ପରବର୍ତ୍ତୀ କ୍ୱେଶ୍ଚନ ଅଛି, ତାପମାତ୍ରା ହିମାଙ୍କ ତଳେ ଥିବା ବେଳେ ଜଳୀୟ ବାଷ୍ପ ଘନୀଭୂତ ହୋଇ ଥଣ୍ଡା ପୃଷ୍ଠରେ ସିଧାସଳଖ ବରଫ ସ୍ଫଟିକ ଭାବରେ ଜମା ହେଇଗଲେ କଣ କହିବା? ହେଲା, ଯଦି ଟେମ୍ପରେଚର କମ ଅଛି ସେ ଯୋଉ ସ୍ଫଟିକ ଆକାରରେ ଜମା ହେଇଛି କଣ କହିବା? ଅପସନ କଣ ଦେଇଛି, ଶିଶିର କହିବା, ଫଗ୍ କହିବା, ତୁଷାରପାତ ବା ଫ୍ରଷ୍ଟ ବୋଲି କହିବା, ନା ହଉଛି ମଏଷ୍ଟ ବା କୁହୁଡି ସଦୃଶ ଯୋଉ ବାଷ୍ପ ବୋଲି କହିବା? ତେଣୁ ସଠିକ ଉତ୍ତର କଣ ହବ ନା ଫ୍ରଷ୍ଟ ବା ତୁଷାରପାତ ବୋଲି କହିବା। ହେଲା, ଫ୍ରଷ୍ଟ ଫର୍ମସ ହ୍ୱେନ ଦ ଡ୍ୟୁ ପଏଣ୍ଟସ ଫଲ୍ସ ବିଲୋ ଦ ଫ୍ରିଜିଂ ପଏଣ୍ଟ। ଫ୍ରିଜିଂ ପଏଣ୍ଟ ତଳକୁ ଯଦି ପଳେଇଗଲା ସେଠି କଣ ହେଇଯିବ ନା ଆମର ସିଧା ଆମର ପାଣିଟା ଆମର କଣ ହେଇଯିବ ନା ତୁଷାରକୁ ପରିଣତ ହେଇଯିବ। କଜ ୱାଟର ଭେପର ଟୁ ଟର୍ନ ଇନଟୁ ଡାଇରେକ୍ଟଲି ଇନଟୁ ଆଇସ୍ କ୍ରିଷ୍ଟାଲ ରେ କନଭର୍ଟ ହେଇଯିବ। ହେଲା, ଜାଇଟ ପାଣିଟା କ୍ରିଷ୍ଟାଲ ଯୋଉ ବାଷ୍ପଟା ମନେ ରଖିଥିବେ ବାଷ୍ପଟା ଯେହେତୁ ଲିକ୍ୱିଡ ଯିବା କଥା ତାପରେ ଆମର ସଲିଡ କୁ ଯିବା କଥା, କିନ୍ତୁ ସେଠି କଣ ହେଇଯିବ ଯେହେତୁ ଫ୍ରିଜିଂ ପଏଣ୍ଟ ତଳକୁ ପଳେଇଯିବ ସେ ଗ୍ୟାସ ଟା ଡାଇରେକ୍ଟ କଣ ହେଇଯିବ ସଲିଡ ଷ୍ଟେଟ କୁ ପଳେଇ ଆସିବ, ଯେଟା କି ଆମେ ତୁଷାର ବୋଲି କହୁଛୁ, ଆଉ ପାଣିକୁ ଯିବ ନାହିଁ। ହେଲା, ସେଥିପାଇଁ ଆମେ କଣ କହିବା ତାକୁ ନା ଫ୍ରଷ୍ଟ ବୋଲି କହିବା। ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା କଣ ଦେଇଛି, ବାୟୁମଣ୍ଡଳରେ ସବୁଠାରୁ ଶୀତଳ ସ୍ତର କୋଉଟା ଯୋଉଠାରେ ତାପମାତ୍ରା -100 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିଯାଏ? ହେଲା, ଅପସନ କଣ ଦେଇଛି, ଷ୍ଟ୍ରାଟୋସ୍ଫିୟର, ଥର୍ମୋସ୍ଫିୟର, ମେସୋସ୍ଫିୟର, ନା ଟ୍ରୋପୋସ୍ଫିୟର? ହେଲା, ଯୋଉଟା କି 100 ଡିଗ୍ରୀ ସେଲସିୟସ ରୁ କମିଯାଏ ଯୋଉ ମାନେ ଟେମ୍ପରେଚର ଟା କୋଉ ଲେୟାର? ସଠିକ ଉତ୍ତର କଣ ହବ ନା ମେସୋସ୍ଫିୟର। ପ୍ରଥମେ ଆପଣଙ୍କୁ ଡିସକସନ କରିଥିଲି ମେସୋସ୍ଫିୟର ରେ କଣ ସବୁଠୁ ଥଣ୍ଡା ଲେୟାର କହିବାକୁ ଗଲେ 100 ଡିଗ୍ରୀ ସେଲସିୟସ ରୁ କମିଯାଏ ଟେମ୍ପରେଚର ଟା। ମେସୋସ୍ଫିୟର ଏକ୍ସଟେଣ୍ଡେड ଅପ୍ ଟୁ 85 କିଲୋମିଟର एंड इट्स कोल्डेस्ट एटमॉस्फेयर लेयर, ସବୁଠାରୁ ଲେୟାର ଭିତରେ ସବୁଠୁ ଥଣ୍ଡା ଥାଏ। ଟେମ୍ପରେଚର ଡ୍ରପ୍ସ ଏଜ ଦ ଲାଟିଚ୍ୟୁଡ ଇନକ୍ରିଜେସ, ଯେତେ ଆପଣ ଉପରୁ ଯୋଉ ଆଲ୍ଟିଚ୍ୟୁଡ କୁ ଯିବେ ସେତେ ଆମର କଣ ଟେମ୍ପରେଚର ଟା କମିଯିବ। ହେଲା, ମିନିମମ କେତେ ହେଇଯିବ ସବୁଠୁ କମ ନା ମନେ ରଖିଥିବେ ମେଜର ଫେଜ। ହେଲା, ମେଜର ଫେଜ ରେ ଯେଟା କି ଆମର କଣ ହେଇଥାଏ ଦିଟା ଲେୟାର ଭିତରେ ମିଡିଲ ପଏଣ୍ଟ ଟା ଥାଏ ସେଠି କଣ ହବ ନା ସବୁଠୁ କମିଯିବ। କିନ୍ତୁ ଥର୍ମୋସ୍ଫିୟର ସବୁଠୁ ଅଧିକ ଟେମ୍ପରେଚର ଥାଏ, ସେଟା ଦେଇଛି ଆଗରୁ ଡିସକସନ କରିଛି ଆଉ ଡିସକସନ କରିବାନି। ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କଣ ଅଛି, ପୃଥିବୀର ତାପମାତ୍ରାରେ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ମୁଖ୍ୟ ଉପାଦାନ କଣ? ହେଲା, what is the primary factor that control the distribution of temperature? ଟେମ୍ପରେଚର ଯୋଉ ଆମର ରହିଛି ଆର୍ଥ ରେ ଟେମ୍ପରେଚର ଡିଷ୍ଟ୍ରିବ୍ୟୁସନ ଗୁଡାକ ହ୍ୟୁମିଡ ଆମର ଟଲରେଟ ଜୋନ କୁହନ୍ତୁ, ହେଲା ଟେମ୍ପରେଟ ଜୋନ କୁହନ୍ତୁ, ସେଗୁଡାକ ହବାର ମୁଖ୍ୟ କାରଣ କଣ? ଅପସନ କଣ ଦେଇଛି, ଦ୍ରାଘିମା ପାଇଁ ହେଇଥାଏ, ନା ଅକ୍ଷାଂଶ ବା ସୌର ବିକିରଣ ପରିମାଣ ପାଇଁ ହେଇଥାଏ, ନା ହଉଛି ସାମୁଦ୍ରିକ ସ୍ରୋତ ପାଇଁ ହେଇଥାଏ, ନା ହଉଛି ଆମର ଆଲ୍ଟିଟ୍ୟୁଡ ବା ଉଚ୍ଚତା ଅନୁସାରେ ଯୋଉ ଏଇ ସବୁ ଟେମ୍ପରେଟ ଜୋନ ଟଲରେଟ ଜୋନ ହେଲା ଆମର ଫ୍ରିଜ ଜୋନ ଏଗୁଡା ସବୁ ଦେଖାଯାଉଛି। ତେଣୁ ସଠିକ ଉତ୍ତର କଣ ହବ, କଣ ପାଇଁ ଦେଖା ହଉଥାଏ ନା ଅପସନ ନମ୍ବର ବି, ଯେଟା କଣ ଲାଟିଟ୍ୟୁଡ ବା ଇନସୁଲେସନ। ହେଲା, ଉଭୟ ଅକ୍ଷାଂଶ ପାଇଁ ଆଉ ସୌର ବିକିରଣ ପାଇଁ ଆମର ଏଇଭଳିଆ ଦେଖାଯାଏ। ଲାଟିଟ୍ୟୁଡ ଡିଟରମାଇନ ଦ ଏଙ୍ଗେଲ ଅଫ ଦ ସୋଲାର ରେଜ ବା ଆମର ଇନସୁଲେସନ ଯୋଉ କୁହାଯାଏ ହିଟିଂ ଆର୍ଥ। ହେଲା, ଯେହେତୁ ଯୋଉଠି କଣ ହେଇଥିବ ଜଳୀୟ ବାଷ୍ପଟା ଅଧିକା ଥିବ ସେଠି କଣ ଟ୍ରାପ ହେଇଯିବ ଅଧିକା ସୌର ବିକିରଣ ବା ଆମର ଯୋଉ ଗରମ ଟା ସେଠି ଅଧିକା ଗରମ, ଯେମିତି କି ଦେଇଛି କଣ ଇକ୍ୱେଟୋରିଆଲ ଲାଟିଟ୍ୟୁଡ ରିସିଭ୍ସ ଭର୍ଟିକାଲି ରେ, ଯୋଉଟା କି ଆମର ସୂର୍ଯ୍ୟକୁ ସିଧାସଳଖ କିରଣ ପାଉଛି। କିନ୍ତୁ ଯେତେବେଳେ ହଉଛି କଣ ପୋଲାର କ୍ଷେତ୍ର ଦେଖାଯାଉଛି ସେଠି କଣ ସ୍ଲାଇଡ ବା ବୁଲେଇକିନି ଆମର ସୂର୍ଯ୍ୟକିରଣ ଟା ପଡୁଛି, ଆଉ ମିନିମମ ସେଥିପାଇଁ ହିଟ୍ ହଉଛି ଆଉ। ତେଣୁ ସେଇଥିପାଇଁ ଆମର ଲାଟିଟ୍ୟୁଡ ବା ଇନସୁଲେସନ ସୌର କିରଣ ପାଇଁ ଅଧିକା କୋଉଠି ହଉଛି କୋଉଠି କମ ହଉଛି। ଆଉ ଲାଟିଟ୍ୟୁଡ ଟା ଆମର ପ୍ରାଇମେରୀ ଫ୍ୟାକ୍ଟର କଣ୍ଟ୍ରୋଲ ଗ୍ଲୋବାଲ ଟେମ୍ପରେଚର ଡିଷ୍ଟ୍ରିବ୍ୟୁସନ। ଲାଟିଟ୍ୟୁଡ ଟା ଆମର
ଗ୍ଲୋବାଲ ଯୋଉ ଟେମ୍ପରେଚର ଗୁଡାକ ଡିଷ୍ଟ୍ରିବ୍ୟୁସନ ଅନୁସାରେ କୋଉଠି ଥଣ୍ଡା କୋଉଠି ଗରମ ହଉଛି ଏଟା ମେନ୍ ଫ୍ୟାକ୍ଟର ହେଇଥାଏ। ତେଣୁ ଆମର ଟୋଟାଲ ଏତିକି 30ଟା କ୍ୱେଶ୍ଚନ ଥିଲା। ଆଶା କରୁଛି ଆପଣ ଭିଡିଓଟି ଭଲ ଲାଗିଥିବ। ଯଦି ଭିଡିଓଟି ଭଲ ଲାଗିଲା ଆପଣଙ୍କୁ ଇନଫର୍ମେଟିଭ ଲାଗିଲା ତାହେଲେ ଭିଡିଓ ଗୋଟେ ଲାଇକ୍ କରିଦେବେ। ଆଉ ଯଦି ଏମଆର ଷ୍ଟଡି କାରଣରେ ପ୍ରଥମ ଥର ପାଇଁ ଆପଣ ଭିଡିଓ ଦେଖୁଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଯାହା ଫଳରେ କି ମୁଁ ଯେତେବେଳେ ଭିଡିଓ ଆପଣଙ୍କୁ ଅପଲୋଡ କରୁଛି ଆପଣଙ୍କ ପାଖରେ ପହଞ୍ଚି ପାରିବ। ଆଉ ନୋଟିଫିକେସନଟାକୁ ଅଲରେ ସେଟ୍ କରିଦେବେ ହେଲା। ତେଣୁ ନୋଟିଫିକେସନ ଗଲେ ଆପଣ ଦେଖିପାରିବେ ଭିଡିଓଟା। ଯଦି ୟାର ପିଡିଏଫ ଟା ଆପଣ ପ୍ରାକ୍ଟିସ କରିବା ପାଇଁ ଚାହୁଁଛନ୍ତି ଏର ପିଡିଏଫ ଡାଉନଲୋଡ କରିବା ପାଇଁ ମୁଁ ତଳେ ଡେସକ୍ରିପସନରେ ମୋ ଟେଲିଗ୍ରାମ ଲିଙ୍କଟି ଦେଇଦେବି ସେଠି ଆପଣ ଜଏନ ହେଇଯାଆନ୍ତୁ। ଏ ପିଡିଏଫ ମୁଁ ସେଠି ଅପଲୋଡ କରୁଛି ସେଠି ଦେଖିପାରିବେ। ତେଣୁ ଆଜି ପାଇଁ ରହୁଛି ଏଠି ନୂଆ ଟପିକରେ ନୂଆ ଭିଡିଓରେ ଦେଖା ହବ। ଧନ୍ୟବାଦ।